କଲ୍ୟାଣମସ୍ତୁ। ଓଃ, ଖୁବ୍ ଚମତ୍କାର। କାଠାରୁ ଶିଖିଲ ଏ ଉଚ୍ଚାରଣ? ରାଜଗୁରୁଙ୍କ ଠାରୁ। ଓ ଅତି ସୁନ୍ଦର ଚମତ୍କାର। ଆଚ୍ଛା ଉପେନ୍ଦ୍ର, ତୁମର ଅଶ୍ୱଚାଳନା ଶିକ୍ଷା କେତେ ଦୂର ଗଲା? ଅଶ୍ୱଚାଳନା ମୋ ମତରେ ଅସମ୍ଭବ ପିତାମହ। ଦେଖ ଉପେନ୍ଦ୍ର, ତୁମେ ହଉଛ ରାଜପୁତ୍ର। ଅଶ୍ୱଚାଳନା ସହ ଅଶୀଚାଳନା ମଧ୍ୟ ତୁମର ଶିଖିବାକୁ ପଡ଼ିବ। ଏହା ହିଁ ହେଉଛି କ୍ଷତ୍ରିୟ ଧର୍ମ। ପିତାମହ, ଅଶ୍ୱଚାଳନା ପରିବର୍ତ୍ତେ କାବ୍ୟ ସାଧନା ଅଶୀଚାଳନା ବଦଳରେ ଅଶୀଚାଳନା କରିବା ସକାଶେ ମୋତେ ଅନୁମତି ଦିଅନ୍ତୁ। ବେଶ, ତୁମର ଯଦି ଏହା ଇଚ୍ଛା ତେବେ ତାହା ହିଁ ହଉ। କିନ୍ତୁ କ୍ଷତ୍ରିୟର ସର୍ବନିମ୍ନ ଯୋଗ୍ୟତା ତ ତୁମକୁ ଅବଶ୍ୟ ହାସଲ କରିବାକୁ ପଡ଼ିବ। ରାଜ୍ୟ ରକ୍ଷା କରିବା ଆମର ପରମ ଧର୍ମ। ପିତାମହ, ମୋର ଦୃଷ୍ଟତା ମାର୍ଜନ କରିବି। ମୋର ଯାହା ଧାରଣା, ଆମର ଏହି ରାଜକ୍ଷେତ୍ରର ଆୟୁଷ ବେଶୀ ଦିନ ନୁହେଁ। ଆପଣଙ୍କୁ ଲୋକମାନେ କେତେ ଦିନ ଗ୍ରହଣ କରିବେ? ଦିନେ ନା ଦିନେ ତାଙ୍କ ମଧ୍ୟରେ ସ୍ୱାଧୀନ ହେବାର ବାସନା ଜାଗୃତ ହେବ। ତୁମେ କ'ଣ ଭବିଷ୍ୟତ ଦ୍ରଷ୍ଟା? ନା, ଏହା ମାନ ଅନୁମାନ ଏବଂ ଆକଳନ। ଜଣକୁ ସର୍ବସର୍ବ ବୋଲି ଭାବି ଲୋକେ କେତେ କାଳ ରହିବେ? ବରଂ ବାଣିଜ୍ୟକୁ ଅଧିକ ପସନ୍ଦ କରିବି। ଏହା ତୁମର ବ୍ୟକ୍ତିଗତ ଇଚ୍ଛା, କିନ୍ତୁ ତାହା କ'ଣ ସହଜଲଭ୍ୟ? ସେଥିପାଇଁ ଅନେକ ଶାସ୍ତ୍ର ଅଧ୍ୟୟନ ଆବଶ୍ୟକ ପଡ଼ିବ। ରାଜଗୁରୁ ଜଣେ ବହୁ ଶାସ୍ତ୍ରଦର୍ଶୀ ପଣ୍ଡିତ। ଆପଣ ଅନୁମତି ଦେଲେ ମୁଁ ତାଙ୍କ ନିକଟରୁ ଶାସ୍ତ୍ର ଶିକ୍ଷା କରିବି। ଏଇ ତ ରାଜଗୁରୁ ମହାଶୟ। କଲ୍ୟାଣ ପ୍ରଣାମ ରାଜ। ଆୟୁଷ୍ମାନ ବିଦ୍ୱାନ। ବୁଝିଲେ ରାଜଗୁରୁ ମହାଶୟ, ଆପଣଙ୍କର ଆଗମନ ପୂର୍ବରୁ ଆମେ ଦୁହେଁ ଆପଣଙ୍କ ବିଷୟରେ ଆଲୋଚନା କରୁଥିଲୁ। ଉପେନ୍ଦ୍ରଙ୍କର ଇଚ୍ଛା ସେ ଆପଣଙ୍କ ନିକଟରୁ ଶାସ୍ତ୍ର ଅଧ୍ୟୟନ କରିବେ। ଆମ ସେଥିପାଇଁ ତ ବର୍ଷା ବି ସମୟ ଲାଗିବ। ସେଥିପାଇଁ ମୁଁ ପ୍ରସ୍ତୁତ। ଦେଖୁଛନ୍ତି ତ ରାଜଗୁରୁ, ଉପେନ୍ଦ୍ରଙ୍କର ଆଗ୍ରହ। ଛାମୁଙ୍କର ଆଜ୍ଞା ହେଲେ ଉପେନ୍ଦ୍ର ମୋ କୁଟୀରରେ କିଛି କାଳ ବିତେଇବାକୁ ପଡ଼ିବ। ସେଥିପାଇଁ ବି ମୁଁ ପ୍ରସ୍ତୁତ। ଅବଶ୍ୟ ଶୀଘ୍ର। ବୌଦ୍ଧ ରାଜ୍ୟରୁ ଆସି ଭଞ୍ଜମାନେ ଘୁମୁସରରେ ରାଜ୍ୟ ପ୍ରତିଷ୍ଠା କଲେ ଏବଂ ସେହି କାଳରୁ ଆରମ୍ଭ ହେଲା ଭଞ୍ଜ ରାଜବଂଶ। ଦୀର୍ଘ 1000 ବର୍ଷ ନିରବଚ୍ଛିନ୍ନ ଭାବେ ରାଜ୍ୟ ଶାସନ କରିବା ଏହି ରାଜବଂଶର ଏକ ଐତିହାସିକ ଅନନ୍ୟତା। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଏ ରାଜବଂଶର ଅବଦାନ ମହାର୍ଘ। ଓଡ଼ିଆ ଭାଷା ସାହିତ୍ୟର ଶକ୍ତି ସାମର୍ଥ୍ୟକୁ ସଂସ୍କୃତ ସମକକ୍ଷ କରି ଏଥିରେ ମହତ୍ତର ମୂଲ୍ୟବୋଧ ପ୍ରତିଷ୍ଠା କରାଇ ଏକାଧିକ କାବ୍ୟ କୋଣାର୍କ ନିର୍ମାଣ କରିଥିବା ଯୁଗନ୍ଧର କବି ଉପେନ୍ଦ୍ର ଭଞ୍ଜଙ୍କୁ ଜନ୍ମ ଦେଇ କାଳବକ୍ଷରେ ଅମର ହୋଇଛି ଏହି ରାଜବଂଶ। ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ବୈଦେହୀଶ ବିଳାସ, ପ୍ରେମ ସୁଧାନିଧି, ରସିକ ହାରାବଳୀ ଆଦି କାବ୍ୟରାଜି ଉତ୍କଳ ସାହିତ୍ୟ ବିଗ୍ରହରେ ଗୋଟିଏ ଗୋଟିଏ ରମଣୀୟ ଆଭୂଷଣ। ରାଗ ତାଳ ନିବନ୍ଧ, କ୍ଷୁଦ୍ର କବିତା, ଚୌପଦୀ ରଚନା କରି ସଙ୍ଗୀତ ଯୁଗର ଶୁଭାରମ୍ଭ କରିଛନ୍ତି ଉପେନ୍ଦ୍ର ଭଞ୍ଜ। ଯଥେଷ୍ଟ ତଥ୍ୟର ଅନୁପଲବ୍ଧତା ହେତୁ କବି ଉପେନ୍ଦ୍ର ଭଞ୍ଜଙ୍କ ଜୀବନ ବୃତ୍ତାନ୍ତ ଅନ୍ଧକାରାଚ୍ଛନ୍ନ। ଯତ୍କିଞ୍ଚିତ୍ ଉପଲବ୍ଧ ତଥ୍ୟ ପାରିପାର୍ଶ୍ୱିକ ଘଟଣାକୁ ଆଧାର କରି ଏ କ୍ଷେତ୍ରରେ ଉର୍ବର ଆଲୋଚକ ନାଟ୍ୟକାରମାନଙ୍କୁ ସ୍ମରଣପୂର୍ବକ ଆପାତ ବିଶ୍ୱାସଯୋଗ୍ୟ ତଥ୍ୟ ଆଧାରରେ ଆମର ଏହି ବିନମ୍ର ନାଟ୍ୟ ପ୍ରସ୍ତୁତି। କବି ସମ୍ରାଟ। ମୁଁ ଅତ୍ୟନ୍ତ ବିସ୍ମିତ ଉପେନ୍ଦ୍ର। ଆସିବାର ବର୍ଷ ହିଁ ନାହିଁ, ଅଥଚ ତମେ ଅନେକ ଶାସ୍ତ୍ର ଆୟତ୍ତ କରିନେଲଣି। ସବୁ ଆପଣଙ୍କର ଆଶୀର୍ବାଦର ଫଳ। ଶ୍ରମ ଏବଂ ସାଧନା ମୋର ଫଳଦାତା ଈଶ୍ୱର।
ଉତ୍କଳ ଭାଷାରେ ଉଚ୍ଚାଙ୍ଗ କାବ୍ୟ ସାଧନା ଯଦି ତୁମର କରିବାର ଅଭିଳାଷ, ତେବେ ତାହା ଗ୍ରନ୍ଥ ସାହିତ୍ୟ ମାଧ୍ୟମରେ ସମ୍ଭବ ନୁହେଁ। ଏଥିପାଇଁ ତୁମକୁ କବିତ୍ୱର ସ୍ଫୁରଣ ହେବାକୁ ପଡ଼ିବ। ତେବେ କୁହନ୍ତୁ ମତେ କ'ଣ କରିବାକୁ ପଡ଼ିବ? ଦୈବୀ ଶକ୍ତି ଅବଶ୍ୟ ଆବଶ୍ୟକ। ହଁ, ବାଲ୍ମୀକିଠାରୁ ବ୍ୟାସ, କାଳିଦାସ, ସାରଳଙ୍କ ପର୍ଯ୍ୟନ୍ତ ସମସ୍ତ ତାହା ହିଁ କରିଛନ୍ତି। ତୁମକୁ ମଧ୍ୟ କିଛି କାଳ ସେମିତି ସାଧନା କରିବାକୁ ପଡ଼ିବ ଉପେନ୍ଦ୍ର। ମୁଁ ପ୍ରସ୍ତୁତ। ଆପଣ କେବଳ ଉପଯୁକ୍ତ ସ୍ଥାନ ଏବଂ ଉପାସଙ୍କ ସୂଚନା ଦିଅନ୍ତୁ। ତମର ଇଷ୍ଟ ଦେବୀ ବ୍ୟାଘ୍ର ଦେବୀ, ସେ ପରମ ବୈଷ୍ଣବୀ, ସେ ହିଁ ବାଗ୍ଦେବୀ। ତାଙ୍କର କୃପା ଲାଭ କଲେ ତମେ ଅପୂର୍ବ କବିତ୍ୱ ଲାଭ କରିବ। ସ୍ଥାନ ଏହି ଢମଣାଯୋଡ଼ି ପାହାଡ଼ର ପାଦଦେଶ ଏକ ତପଭୂମି। ଏହା ହିଁ ତମ ସାଧନାର ଉପଯୁକ୍ତ ସ୍ଥାନ। କେଉଁ ମନ୍ତ୍ରରେ ମୁଁ ତାଙ୍କୁ ଧ୍ୟାନ କରିବି? ବ୍ୟାଘ୍ରାରୂଢ଼ଂ ଶବ ହୃଦୟଗତଂ ଅଗ୍ନିବାଣଂ ତ୍ରିନେତ୍ରଂ ଧୃତ୍ୱା ତୀକ୍ଷ୍ଣଗ୍ନବାଣଂ ଧನುರ್ଭୟବରଂ ବେଦହସ୍ତା ପ୍ରଶସ୍ତଂ ଲୋଳଜିହାତି ନମ୍ରଂ ବଳରତରତଂ ରକ୍ତବସ୍ତ୍ର ପରିଧଂ ଚୋଗ୍ନି ପାର୍ଶ୍ୱ ହୃଦୟଂ ତ୍ରିଜଗତ ଜନନୀ ବ୍ୟାଘ୍ର ଦେବୀ ନମାମି। ତୁମକୁ ଏହି ମନ୍ତ୍ର ଧ୍ୟାନ କରିବାକୁ ପଡ଼ିବ। ହଁ, ତୁମ ରାଜପ୍ରସାଦର ପୃଷ୍ଠଭାଗରେ ଥିବା ପର୍ବତର ମଧ୍ୟସ୍ଥଳୀରେ ମାଙ୍କର ଆସ୍ଥା। ଏଇ ଦେଖିପାରୁଛ, ଅଦୂରରେ ପାହାଡ଼ ଭିତରେ ଥିବା ମାଙ୍କର ଆସ୍ଥା। ସେଇ ମନ୍ଦିର, ତାରି ଭିତରେ ଦେଖାଯାଉଛନ୍ତି ମା ବାଗ୍ଦେବୀ। ହଁ, ଆପଣଙ୍କ ଆଦେଶ ଶିରଧାର୍ଯ୍ୟ। ଆୟୁଷ୍ମାନ ବିଦ୍ୱାନ ଭବ। ଉଠ ଉପେନ୍ଦ୍ର, ଉଠ। ତୁମ ସାଧନା ସମ୍ପୂର୍ଣ୍ଣ ହୋଇଛି। ଆୟୁଷ୍ମାନ ବିଦ୍ୱାନ ଭବ। ଗୁରୁଦେବ, ମୋ ସାଧନା ସମ୍ପୂର୍ଣ୍ଣ ହେଇଛି ବୋଲି ଆପଣ ଜାଣିଲେ କିପରି? ତୁମ କପାଳର ଲେଖାରୁ, ତୁମ ମୁଖର ଆଭାରୁ, ତୁମ ତନ୍ମୟତାରୁ। ସବୁ ସେଇ ମାଙ୍କ କୃପା ଆଉ ଆପଣଙ୍କ ଆଶୀର୍ବାଦର ଫଳ ଗୁରୁଦେବ। ସାହିତ୍ୟ ସାଧନାର ଦୁଗମ ପଥ ଏବେ ତୁମ ସମ୍ମୁଖରେ ବିଦ୍ୟମାନ। ତୁମ ଲେଖନୀ ଦ୍ୱାରା ଉତ୍କଳର ବାଣୀଭଣ୍ଡାର ସମୃଦ୍ଧ ହେଉ, ଏହା ହିଁ ମୋର ଆଶୀର୍ବାଦ। ଏବେ ମୋର କର୍ତ୍ତବ୍ୟ ପ୍ରତ୍ୟାବର୍ତ୍ତନ ଏବଂ କାବ୍ୟ ସାଧନା। ଚାଲ ଗଡ଼କୁ ଫେରିଯିବା। ତୁମକୁ ପିତାମାଙ୍କ ପାଖରେ ଉପସ୍ଥିତ କରାଇ ମୁଁ ମୋର କର୍ତ୍ତବ୍ୟ ଶେଷ କରିବି। ଯଥାଜ୍ଞା ଗୁରୁଦେବ। ପ୍ରଣାମ ରାଜଗୁରୁ ମହାଶୟ। ଶ୍ୟାମଙ୍କର କଲ୍ୟାଣ ହେଉ। ଆସନ ଗ୍ରହଣ କର।
ଆଉ ରାଜଗୁରୁ ମହାଶୟ ଉପେନ୍ଦ୍ରଙ୍କର ଅଧ୍ୟୟନ ସମ୍ପୂର୍ଣ୍ଣ ହେଲା? ହଁ ଛାମୁ, ଉପେନ୍ଦ୍ର ଅଳ୍ପ ଦିନ ଭିତରେ ଅନେକ ଶାସ୍ତ୍ର ଆୟତ୍ତ କରିସାରିଛନ୍ତି। ଉପେନ୍ଦ୍ରଙ୍କ ଭିତରେ ସେ ପ୍ରତିଭା ମୁଁ ବହୁ ଆଗରୁ ଲକ୍ଷ୍ୟ କରିଛି। ତେବେ ସେ କ'ଣ କ'ଣ ସବୁ ଅଧ୍ୟୟନ କଲେ? ବେଦ, ବେଦାନ୍ତ, ଦର୍ଶନ, ଅଷ୍ଟାଦଶ ପୁରାଣ, ମହାକାବ୍ୟ, ବ୍ୟାକରଣ, ଛନ୍ଦ, ଜ୍ୟୋତିଷ, ଆୟୁର୍ବେଦ, ସଙ୍ଗୀତ, ଅଳଙ୍କାର, ରାମକୋଶ ଆଦି ସାଧନା କରିଛନ୍ତି। ଅତି ସୁନ୍ଦର, ଅତି ସୁନ୍ଦର। ସାଧୁ ସାଧୁ ରାଜଗୁରୁ ମହାଶୟ ସାଧୁ। ମୁଁ ଅତ୍ୟନ୍ତ ଆନନ୍ଦିତ। ଭଞ୍ଜ ରାଜବଂଶର କେଇ କାବ୍ୟମୟ ପରମ୍ପରା ଉପେନ୍ଦ୍ରଙ୍କ ମାଧ୍ୟମରେ ହିଁ ବଞ୍ଚି ରହିବ। ଏଇ ତ ଉପେନ୍ଦ୍ର ଆସିଲେଣି। ପ୍ରଣାମ ରାଜଗୁରୁ। ଆୟୁଷ୍ମାନ ବିଦ୍ୱାନ। ଆସ ଆସ ଜୟ ପିତାମହ। ଆସ। ଆରେ ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରୀତ ଉପେନ୍ଦ୍ର। ତାହା ତ ମୋର ସୌଭାଗ୍ୟ, କିନ୍ତୁ ଏହାର କାରଣ? ଘୁମସର ରାଜବଂଶର ପାଣ୍ଡିତ୍ୟମୟ ପରମ୍ପରା ତୁମ ଦ୍ୱାରା ଅଗ୍ରଗତି ଲାଭ କରିବ। ରାଜଗୁରୁ ମହାଶୟ, ମୋ ରଚିତ କାବ୍ୟ ଗୁଡ଼ିକ ଉପେନ୍ଦ୍ର ଅଧ୍ୟୟନ କଲେ ତ? ହଁ ଆଜ୍ଞା, ଆପଣଙ୍କ ଦ୍ୱାରା ରଚିତ ଇଚ୍ଛାବତୀ, ମଦନ ମଞ୍ଜରୀ ଏବଂ ଅନଙ୍ଗ ରେଖା କାବ୍ୟ ଆମେ ଆଲୋଚନା କରିଛୁ। ଆଚ୍ଛା, କାବ୍ୟ ଗୁଡ଼ିକ ସମ୍ପର୍କରେ ଉପେନ୍ଦ୍ରଙ୍କର ମତ କ'ଣ? ପିତାମହ, ଆପଣଙ୍କର କାବ୍ୟ ଗୁଡ଼ିକ ମୋ ପାଇଁ ପ୍ରେରଣା ପିତାମହ। କିନ୍ତୁ ପଣ୍ଡିତମାନଙ୍କର ଧାରଣା ଉତ୍କଳ ଭାଷାର ଉନ୍ନତ କାବ୍ୟ ରଚନା ହେଇପାରିବ ନାହିଁ। ମୁଁ ମଧ୍ୟ ଏହା ଲକ୍ଷ୍ୟ କରିଛି। ତେବେ ତୁମେ କ'ଣ କରିବାକୁ ଚାହୁଁଛ? ଉତ୍କଳ ଭାଷାରେ ସଂସ୍କୃତ ସମକକ୍ଷ କାବ୍ୟ ରଚନା, ଏହା ହିଁ ମୋର ସଂକଳ୍ପ। ସାଧୁ ସାଧୁ ଉପେନ୍ଦ୍ର ସାଧୁ। ଆରେ ତୁମ ମୁହଁରେ ଏ ସାରସ୍ୱତ ବୀରତ୍ୱର ଭାଷା ଯଥାର୍ଥରେ ତୁମେ ବୀରବର। ବୀରବର? ମୋର এই ଶ୍ରଦ୍ଧାଯୁକ୍ତ ନାମଟି ତୁମ ରଚନାରେ ତୁମେ ନିଶ୍ଚୟ ବ୍ୟବହାର କରିବ। ଏହା କୌଣସି ଉପାଧି ନୁହେଁ, ଏହା ତୁମ ନାମର ଏକ ବିଶେଷଣ। ଏହି ଶବ୍ଦ ଭିତରେ ମୁଁ ଆପଣଙ୍କର ପ୍ରେରଣା ସବୁବେଳେ ଅନୁଭବ କରିବି ପିତାମହ। ମୁଁ ଆଶୀର୍ବାଦ କରୁଛି ତୁମେ ଯଶସ୍ୱୀ ହୁଅ। ଆପଣଙ୍କର ଆଶୀର୍ବାଦ ମୋ କବି ଜୀବନର ପାଥେୟ ହେବ ଗୁରୁଦେବ। ରାଜଗୁରୁ ମହାଶୟ, ମୋର ସଦ୍ୟ ରଚିତ କାବ୍ୟ ଗୁଡ଼ିକ ସମ୍ପର୍କରେ, ରଘୁନାଥ ବିଳାସ ସମ୍ପର୍କରେ ତ କାହିଁ ଆପଣ କିଛି ମତାମତ ଦେଲେନି? ଛାମୁ, ଓଡ଼ିଆ ଭାଷାରେ ରଚିତ ଏହା ଏକ ପୂର୍ଣ୍ଣାଙ୍ଗ ରାମକାବ୍ୟ, ଉତ୍କୃଷ୍ଟ ରଚନା ଶୈଳୀ। ରାଜଗୁରୁଙ୍କ ନିକଟରେ ସେ କାବ୍ୟ ମୁଁ ଦେଖିଛି ପିତାମହ। ଆମେ ସେ ବିଷୟରେ ଆଲୋଚନା ବି କରିଛୁ। ଆଚ୍ଛା, ତେବେ ସେଗୁଡ଼ିକ ତୁମକୁ କେମିତି ଲାଗିଲା? ଏହା ଏକ ଉତ୍କୃଷ୍ଟ କାବ୍ୟ ନିଶ୍ଚୟ। ତେବେ କୁହ କୁହ, ନିଃସଙ୍କୋଚରେ କୁହ। ଆପଣଙ୍କ କାବ୍ୟର ଗୋଟେ ଉଦାହରଣ ଦେବି ପିତାମହ। ଦିଅ ଦିଅ। तोर ए चरण रेणु लागिला पाषाणे जेणु हुईला से दिव्य नारी
ଏହା ତୁମର ମନକୁ ପାଇଲାନି ବୋଧେ। ନା ପିତାମହ, ରଚନା ଉତ୍ତମ। ଆପଣ ଏହାକୁ ଯେଉଁ ସଂସ୍କୃତର ମୂଳ ରଚନାକୁ ଆଣିଛନ୍ତି ସେଥିରେ ଆପଣଙ୍କର ନୂତନତା କ'ଣ? ତାମାନେ ତମେ କହୁଛ ମୁଁ ଚୋରି କରିଛି? ନା ପିତାମହ, ଚୋରି ଶବ୍ଦଟି ଏ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ପୂର୍ବବର୍ତ୍ତୀ କବିମାନଙ୍କର ଭାବ ଆଉ ଭାଷାକୁ ଗ୍ରହଣ କରିବା ଆଦୌ ଚୋରି ନୁହେଁ, କିନ୍ତୁ ସେଥିରେ ନୂତନତା ନ ରହିଲେ ପଣ୍ଡିତମାନଙ୍କର ପ୍ରଶଂସା ଭାଜନ ହେବେ କିପରି? ଆଚ୍ଛା, ତୁମେ ଲେଖିଥିଲେ ତାହା କ'ଣ ହେଇଥାନ୍ତା? ପିତାମହ, ଆପଣ ପଣ୍ଡିତ, କବି। ଉତ୍କଳ ଭାଷାରେ ନୈଷଧ ପରି କାବ୍ୟଟିଏ ଯଦି ରଚନା କରିପାରନ୍ତେ ତାହେଲେ ପଣ୍ଡିତମାନଙ୍କ ଧାରଣା ବଦଳି ଯାଆନ୍ତା। ବୟସର ସାୟାହ୍ନରେ ମୁଁ ଉପସ୍ଥିତ ଉପେନ୍ଦ୍ର, ମୋ ଦ୍ୱାରା କ'ଣ ଆଉ ତା ସମ୍ଭବ? ପିତାମହ, ସେ ଦାୟିତ୍ୱ ମୁଁ ତୁମ ଉପରେ ଅର୍ପଣ କରେ। ମୋତେ ଆଶୀର୍ବାଦ କରନ୍ତୁ ପିତାମହ। ମୋର ଆଶା ଓ ବିଶ୍ୱାସ ମୋ କାବ୍ୟଠାରୁ ତୁମ କାବ୍ୟ ଅଧିକ ଉତ୍କୃଷ୍ଟ ହେବ, କିନ୍ତୁ ତାହା ଦେଖିବାକୁ ମୁଁ ହୁଏତ ଆଉ ନଥାଇପାରେ। ପିତାମହ, ଯଶସ୍ୱୀ ହୁଅ ଉପେନ୍ଦ୍ର, ଯଶସ୍ୱୀ ହୁଅ, ଉତ୍କଳ ଭାଷାକୁ ସମୃଦ୍ଧ କର। ମା, ବାପା ଆପଣ କ'ଣ କିଛି କହିବାର ଥିଲା? କ'ଣ କହିବି ରେ ମା, ତୁ ମୋର ଏକମାତ୍ର ଅଲିଅଳି କନ୍ୟା, ତୋର ବିବାହ ବୟସ ହେଲାଣି, ତତେ ତୋର ମତାମତ ଜାଣିବା ପାଇଁ ଚାହୁଁଥିଲି ରେ ମା। ଓ ଏଇ କଥା। ଆଚ୍ଛା ବାପା, ମୁଁ କ'ଣ ଆପଣଙ୍କ ଉପରେ ବୋଝ ହେଇଛି? ମୁଁ ତ ବେଶ ଆନନ୍ଦରେ ଅଛି। ତାହା କ'ଣ ମୁଁ ଜାଣିନି, ହେଲେ ପିତା ହିସାବରେ ମୋର ତ କିଛି କର୍ତ୍ତବ୍ୟ ଅଛି ନା। ତତେ ଏକ ସୁପାତ୍ର ହାତରେ ପ୍ରଦାନ କଲେ ମୁଁ ଶାନ୍ତିରେ ରହିବି ରେ ମା। ଠିକ୍ ଅଛି, ଆପଣ ଯଦି ସେଥିରେ ଆନନ୍ଦ ପାଇବେ ତାହେଲେ ମୁଁ ମନା କରିବି କାହିଁକି? ଦେଖ ମା, ହେଲେ କିଏ ସେ ଉପଯୁକ୍ତ ପାତ୍ର ମୋତେ କହିପାରିବେ? ଦେଖ ମା, ତୋ ପାଇଁ ବହୁତ ପ୍ରସ୍ତାବ ଆସିଛି, ହେଲେ ତୁ ସେସବୁକୁ ଆଗ୍ରହ କରିଦେଇଛୁ, କିନ୍ତୁ ମୁଁ ତତେ ବାଧ୍ୟ କରିବିନି। କିନ୍ତୁ ତତେ ଗୋଟେ ସୁପାତ୍ର ହାତରେ ଦେଇଦେଲେ ମୁଁ ବହୁତ ଖୁସି ହେବି ରେ ମା। ତାମାନେ ରାଜ ସମ୍ପଦ, କ୍ଷମତା, ଆପଣ କ'ଣ ଏଇସବୁ ଚାହାନ୍ତି? ମା, କ୍ଷମା କରିବେ ବାପା, ମୁଁ ଏ ସମସ୍ତ ବିଭବକୁ ପସନ୍ଦ କରେ ନାହିଁ। ରାଜପଦ, ମହାରାଣୀ ଏସବୁ କ୍ଷଣିକ। ମୋର ଅନୁରୋଧ, ଆପଣ ସେ ମାୟରେ ପଡ଼ନ୍ତନି ବାପା। ତାହେଲେ କ'ଣ ତୁ ଚାହୁଁଛୁ? ସମ୍ପଦ କ୍ଷମତା ନୁହେଁ, ଜୀବନରେ ଶାନ୍ତି ଆଉ ଆଲୋକର ସନ୍ଧାନ। ଧନୁଶରର ପ୍ରଜାବତ୍ସଳ ରାଜା ଧନଞ୍ଜୟ ଭଞ୍ଜଙ୍କ ପୁତ୍ର ଉପେନ୍ଦ୍ର ଭଞ୍ଜଙ୍କ ସହିତ ତୁମର ପ୍ରସ୍ତାବ ଆସିଛି, ଏବଂ ସେ ଜଣେ ସୌମ୍ୟ, ସୁଶୀଳ ଏବଂ ବିଦ୍ୱାନ କବି ମଧ୍ୟ, କିନ୍ତୁ ଯୁବରାଜ ନୁହନ୍ତି। ତମର ମତ? ଆପଣ ଯଦି ମୋର ମତାମତ ଚାହୁଁଛନ୍ତି, ମୁଁ ଏ ପ୍ରସ୍ତାବରେ ସମ୍ମତି ପ୍ରଦାନ କରୁଛି। ତୋର ପସନ୍ଦ ହିଁ ମୋର ପସନ୍ଦରେ ମା। ମୁଁ ଆଜି ବହୁତ ଖୁସି। ଆଉ ଡେରି କାହିଁକି? ଚାଲ ଦୂତକୁ ପଠାଇ ଭୂମୁସର ଯିବା। ଯାହା ଆପଣଙ୍କର ଇଚ୍ଛା। ହେ ମା ଭଗବତୀ, ତୋର ଅପାର କରୁଣାର ମା, ତୋର ଅପାର କରୁଣା। ଉପେନ୍ଦ୍ରର ବୟସ ହୋଇଗଲାଣି, ତାର ବିବାହ ପାଇଁ କନ୍ୟା ଦେଖିବାକୁ ହେବ। ସେ ତ କାବ୍ୟ କବିତାରେ ନିମଗ୍ନ, ଆଉ କିଛି ଦିନ ଯାଉ ବୋଲି ମୁଁ ଭାବୁଥିଲି। ନା, ଇଏ ହେଉଛି ତାର ଉପଯୁକ୍ତ ବୟସ ବିବାହ ପାଇଁ। ଆମ ପରିବାରର ପୁଅମାନେ 20 ବର୍ଷରୁ କମ୍ ବୟସରେ ବିବାହ କରିବାର ପରମ୍ପରା ରହିଛି। ତେବେ କନ୍ୟା ସନ୍ଧାନ କରିବାକୁ ପଡ଼ିବ। ହେଲେ ମା, ଏ ସମ୍ପର୍କରେ ଉପେନ୍ଦ୍ରର ମତାମତ? ଆବଶ୍ୟକ ନାହିଁ, ଆମ ପରମ୍ପରା ଅନୁସାରେ ସେ ବିବାହ କରିବ। କନ୍ୟା କେଉଁଠି ଦେଖିଛନ୍ତି ମା? ବାଣପୁର ରାଜା ଅଚ୍ୟୁତ ହରିଚନ୍ଦନଙ୍କର କନ୍ୟାଟି ଅଛି, ସୁନ୍ଦରୀ, ବୁଦ୍ଧିମତୀ। ବାଣପୁର ସହ ଆମର ସମ୍ପର୍କ ବି ଭଲ। ବାଣପୁର ରାଜା ଜାଣିଛନ୍ତି ତ ମା, ତାଙ୍କର ଏକମାତ୍ର କନ୍ୟା
राजा हेबार योग्यता नहीं कि उपेन्द्र राजकुमार नुहे तार अर्थ है राजा की राजकुमार नहले राजकन्या मिलबे नहीं ये की कथा तुम्हें प्रस्ताव पठाओ से कथा मु बुझिबी ए विषय रे पितांकर मतामत नबा उचित हेबो मां मु ताको पचारि सारिछि से सहमत बाणपुर राजा हमर अनुगत अंतरंग बंधु आसंता काली तू प्रस्ताव पठा बाणपुर अवश्य मां विदुषी बाणपुर राजजमा को पत्नी रूपे पाइबा मोर भाग्य लाभ ମୁଁ ବି ଯଦି ସେଇ କଥା କହେ ताहले उभयकर मन एक हो गला आमर परिणय मु तो विश्वास कर नथली तुम ये प्रस्ताव राजी हेब बोली କାହିଁକି कारण मु राजकुमार नुहे राजपुत्र जड़े साधारण कवि मात्र ମୋର ସେତିକି ଆବଶ୍ୟକତା ଥିଲା ରାଜ ସମ୍ପଦ ରାଜପଦ ଏସବୁ ପାଇଁ ମୁଁ କେବେ ବି ଲାଳାୟିତ ନଥିଲି ମୁଁ ଯାହା ଚାହିଁଥିଲି ମା ଭଗବତୀ ମୋର ସବୁ ମନସ୍କାମନା ପୂର୍ଣ୍ଣ କରିଛନ୍ତି माँ बागदेवी कृपार मु तुमको पाई एणिकी मु लिखी तुम्हें संशोधन कर ନା 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 ସେ ଦୃଷ୍ଟ ତ ମୁଁ କରିପାରିବିନି ମୁଁ ତ ମୋର ପ୍ରଥମ ପାଠିକା ହେଇପାରେ ହେଲେ ସଂଶୋଧନ ସମ୍ଭବ ନୁହେଁ मु तो बेले बेले विस्मित हुए भावे लावण्य मानवी ना देवी କାହିଁକି କ'ଣ ଦେଖିଲ ମୋ ଭିତରେ ये शुद्धबुद्ध व्यवहार सेवा भाव अनुराग आउ ता सहित एते सौंदर्य मु तो अभिभूत हो पड़ी ଥାଉ ଥାଉ ଅଧିକା ପ୍ରଶଂସା କର ନାହିଁ କଥାରେ ଅଛି ସ୍ୱାମୀ ସ୍ତ୍ରୀଙ୍କର ଆନନ୍ଦ ସ୍ୱର୍ଗର ଦେବତାମାନେ ମଧ୍ୟ ସହିପାରନ୍ତିନି ଏଣିକି ତମର ପ୍ରଶଂସା ହିଁ ମୋର ପ୍ରଶଂସା सेटा तो मोर सौभाग्य हाँ काली मुर्गयारे मु बाहर जीवी फेरु फेरु 2 दिन हो କୋଉଠିକି ଯିବ आम राज्यर अंधारकोट बोली गोटे स्थान अच्छी मत टे से जावाक पड़ो କୌଣସି ସ୍ଥାନର ବିଶେଷତ୍ୱ निघंच अरण्य झरणा बही जा वन्य जंतु मान विहार स्थली मझे मझे मुझे जाए आदिवासी ग्रामांचल में मुझे रात्रि बिताए ମୋତେ ସାଙ୍ଗ ନେଇଗଲେ କେମିତି ହୁଅନ୍ତା एबे तमें नुआ माँ केबे भी राजी हेबेनी आ किछि दिन जाऊ मु तुमको से स्थान निश्चय देखि आनी ଯଥା ଆଜ୍ଞା କବି कौन कहले आउ थरे कुह କାହିଁକି ମୋର ଏ ସମ୍ବୋଧନଟା ଭଲ ଲାଗିଲା निश्चय ଯଥା ଆଜ୍ଞା କବି धन्यवाद कवि पत्नी अरे रात्रि अनेक हो गलानी आस विश्राम करिबा এ ঘন কালরে কান্ত হরিযা গলে কান্ত এ ঘন কালরে কান্ত হরিযা গলে কান্ত সাহা পাই রতি নাহা সাহা পাই
ମାନେ ରଟନ୍ତି ରାତି ଦିନ କେମନ୍ତେ ପ୍ରାଣ ବନ୍ଧୁ କେମନ୍ତେ ପ୍ରାଣ ବନ୍ଧୁ ବିନା ବଞ୍ଚିବି ଦିନ କେମନ୍ତେ ପ୍ରାଣ ବନ୍ଧୁ ବିନା ବଞ୍ଚିବି ଦିନ କେମନ୍ତେ ପ୍ରାଣ ବନ୍ଧୁ ବିନା ବଞ୍ଚିବି ଦିନ। ଉପେନ୍ଦ୍ର ନାହିଁ ବୋଲି ମନ ଶୁଖେଇଛୁ ମା? ନାଇଁ ମା, ଏମିତି କବି ସ୍ୱଭାବର ସେ ସବୁବେଳେ ଗଛ ଲତା ବଣ ପାହାଡ଼ ଭିତରେ ବୁଲୁଥାଏ। ତୁ ଘରକୁ ଆସିବାଠୁ ସେ ଟିକେ ଉଆସରେ ରହୁଛି। ବର୍ଷା କାଳରେ କେଉଁ ଅନ୍ଧାର କୋଟ ଭିତରକୁ ଯାଇଛନ୍ତି। କେଉଁଠି ଥିବେ, କେମିତି ଥିବେ, ମନଟା ମୋତେ ଭଲ ଲାଗୁନି। ତୁ ଚିନ୍ତା କରନି ମା, ସିଏ ଏମିତି ଯାଏ, କବି ସ୍ୱଭାବର ସିଏ। ତୁ ତ ବିଦୁଷୀ ଝିଅଟିଏ, ତାକୁ ଟିକେ ବୁଝେଇ ଦବୁ। ବର୍ଷା ଦିନ ପରେ ଯାଇଥିଲେ କ'ଣ ହେଇନଥାନ୍ତା? ସେ ଫେରି ଆସିଲେ ତାକୁ ଏଇ କଥା କହିଦେବୁ। ଏବେଠୁ ତାକୁ ଚଳେଇବାର ଦାୟିତ୍ୱ ହେଉଛି ତୋର। କାହିଁକି ମା? ଏକ ତ ତୁ ବିଦୁଷୀ, ଦ୍ୱିତୀୟରେ ସେ ରାଜକୁମାର ନ ହୋଇବି ତୁ ତାକୁ ଗ୍ରହଣ କରିଛୁ। ମୋର ସେତିକି ହିଁ ଆବଶ୍ୟକତା ଥିଲା ମା। ମୁଁ ଯାହା ଚାହିଁଥିଲି ମୁଁ ତାଙ୍କ ଭିତରେ ସବୁକିଛି ପାଇଛି। ଆଉ ମୋର କ'ଣ ଦରକାର? ନିଜ ଗୁଣ କ'ଣ ନିଜେ କେହି ଜାଣିପାରେ? ତୁ ତ ଏ ପରିବାର ପାଇଁ ହୀରାଖଣ୍ଡି ହେଲ ମା। ଉପେନ୍ଦ୍ରର ଏକାନ୍ତ ମନ ଲାଖି। ମୋତେ ଆପଣମାନେ ଆଶୀର୍ବାଦ କରନ୍ତୁ, ମୁଁ ଯେମିତି ଆପଣମାନଙ୍କର ସେବା କରିପାରେ ଆଉ ମୁଁ ମୋ ଆଶା- କବି ସ୍ୱାମୀଙ୍କର ମୁଁ ସହାୟିକା ହେଇପାରେ। ମୋର ଆଶୀର୍ବାଦ ସବୁବେଳେ ତୋ ଉପରେ ଅଛି ମା। ମୋର ଆଶୀର୍ବାଦ ସବୁବେଳେ ତୋ ଉପରେ ଅଛି। ଯେଉଁ ବିଶ୍ୱାସରେ ମୁଁ ତୋ ପିତାଙ୍କ ପାଖକୁ ପ୍ରସ୍ତାବ ପଠାଇଥିଲି, ସେଇ ବିଶ୍ୱାସ ଭାଜନ ହେଇ ତୁ ମୋର ସବୁଠୁ ପ୍ରିୟ ହେଇସାରିଛୁ। ସବୁ ମା ଭଗବତୀଙ୍କର ଇଚ୍ଛା। ଏଠି ଏକୁଟିଆ କାହିଁକି ବସିବୁ ମା? ଉପେନ୍ଦ୍ର କ'ଣ ତତେ ଛାଡ଼ି ବେଶୀ ଦିନ ରହିପାରିବ? ଆ ମୋ ସହିତ ଆ। ରାଣୀମା, 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 ଜୁହାର ରାଣୀମା। ସବୁ ସରିଗଲା ମା, ସବୁ ସରିଗଲା। ଆରେ କ'ଣ ହେଲା? ତୁ ଏମିତି ଚିତ୍କାର କରୁଛୁ କାହିଁକି? କ'ଣ କହିବି ମା, ରାଜକୁମାର ରାଜକୁମାର ଆଉ ନାହାନ୍ତି। କ'ଣ କହୁଛୁ ତୁ? କ'ଣ କହୁଛୁ ତୁ? ତୁ ଶୀଘ୍ର କହ, ଉପେନ୍ଦ୍ର କ'ଣ ହେଇଛି? ପାରିଧିରେ ରାଜକୁମାରକୁ ବାଘ ଧରି ନେଇଗଲା। ମତେ ହେଲେ ନେଇଯାଇଥାନ୍ତା। ଚୁପ୍ କର, ବେଶୀ ପାଟି କର ତୁ। ଚୁପ୍ କର। ଏମିତିରେ ତ ମୋ ଛାତି ଫାଟି ଯାଉଛି। ମୁଁ ଉପେନ୍ଦ୍ର ମୁଁ କେମିତି ବୁଝେଇବି? ସେ ନୂଆ ବୋଉଟାକୁ ମୁଁ କ'ଣ କହି ବୁଝେଇବି? ଲାବଣ୍ୟ, ଲାବଣ୍ୟ, କ'ଣ ହେଲା ମା? ଲାବଣ୍ୟ, ମା ଉପେନ୍ଦ୍ର, ତୁ ତୁ ଆସିଛୁ ଉପେନ୍ଦ୍ର? କ'ଣ ହେଇଛି ମା? ଲାବଣ୍ୟ ଏଠି ପଡ଼ିଛି କାହିଁକି? ଲାବଣ୍ୟ, 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 ଓ ଲାବଣ୍ୟ, ଓ ଲାବଣ୍ୟ ଆଉ ନାହିଁ ମା, ଓ ଲାବଣ୍ୟ ଆଉ ନାହିଁ। ଏଡ଼େ କଥା କଲୁ ରେ
ବାହାରେ ଆରେ ବୈଦ ଡାକ। ନା ଥାଉ ମା, ଲାବଣ୍ୟର ପ୍ରାଣ ପକ୍ଷୀ ଉଡ଼ି ଯାଇଛି। ଏଥିପାଇଁ ବହୁ ଦାୟୀ ମା, ଏଥିପାଇଁ ବହୁ ଦାୟୀ। କାହିଁକି ଏମିତି ଛଳ କଲୁରେ ଉପେନ୍ଦ୍ର? ଦେବୀ ପ୍ରତିମା ପରି ମୋର ଲାବଣ୍ୟ ଆଉ କଣ ଫେରି ଆସିବ? ଆଉ ସେ ଫେରିବନି ମା, ଆଉ ଫେରିବନି। ମୋ ଛଳନାର ପରିଣାମ ମତେ ହିଁ ଭୋଗିବାକୁ ପଡିବ, ମତେ ହିଁ ଭୋଗିବାକୁ ପଡିବ। କେତେ ମନା କଲି ଯୁବରାଜଙ୍କୁ ରାଣୀ ମାଙ୍କୁ ଏଭଳି ପରୀକ୍ଷାରେ ପକାନ୍ତୁନି, ଶୁଣିଲେନି ମୋ କଥା। କିଏ ଜାଣିଥିଲା ଏମିତି ଘଟଣା ଘଟିଯିବ ବୋଲି? ମୁଁ ତ କୌତୁକରେ ଏମିତି କଥା କହିଥିଲି। ଲାବଣ୍ୟ ମତେ ଛାଡି ଚାଲିଯିବ, ମୁଁ କେବେ କଳ୍ପନା ବି କରିନଥିଲି ମା। ମୁଁ ଜାଣିନଥିଲି। ସବୁ କପଳ, ସବୁ ଭାଗ୍ୟର ଖେଳରେ, ସବୁ ଭାଗ୍ୟର ଖେଳ। ମୁଁ କେମିତି ବଞ୍ଚିବି ଲାବଣ୍ୟ, କେମିତି? ଅନ୍ଧାର ହେଇଗଲା ରେ ଉପେନ୍ଦ୍ର, ସବୁ ଅନ୍ଧାର ହେଇଗଲା। କେତେ ବଡ଼ ବିପର୍ଯ୍ୟୟ ଘଟିଗଲା। ସର୍ବଗୁଣ ସମ୍ପନ୍ନା ବହୁଟି ମୋର ଚାଲିଗଲା। ସବୁ ଭାଗ୍ୟ କପାଳ ଲିଖନ। କେମିତି ବଞ୍ଚିବ ଉପେନ୍ଦ୍ର? 20 ବର୍ଷ ବୟସ ତାର, କେମିତି ସହିବ ଏ ବିଚ୍ଛେଦ? ଜାତକରେ ତାର ଦ୍ୱିତୀୟ କଳତ୍ର ଯୋଗ ଥିଲା, ହେଲେ ଏତେ ଶୀଘ୍ର ଏମିତି ସବୁ ଘଟିଯିବ ମୁଁ କଳ୍ପନାରେ ଭାବି ନଥିଲି। ଏବେ କଣ ହବ ମା? ତାକୁ ଦ୍ୱିତୀୟ ବିବାହ କରିବାକୁ ହବ। ସେ କଣ ରାଜି ହେବ? ସେ ବ୍ୟବସ୍ଥା ମୋର। ମୁଁ ତାର ସାଙ୍ଗମାନଙ୍କ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିଥିଲି, ସେ ଦ୍ୱିତୀୟ ବିବାହ ସପକ୍ଷରେ ନାହିଁ। ପ୍ରଚଣ୍ଡ ମାନସିକ ଆଘାତ ପାଇଛି ସେ, ସେଥିରୁ ବାହାରିବାକୁ ତାକୁ ସମୟ ଲାଗିବ। ଯାହା ତମର ଇଚ୍ଛା। ଧୈର୍ଯ୍ୟ ଧର, ସମୟ ପୂର୍ବେ ସବୁ ସୁଧୁରିଯିବ। ଇଏ ହଉଛି ଘଡ଼ି ସନ୍ଧ୍ୟାର ବେଳ। ଏପଟେ ଉପେନ୍ଦ୍ରର ପତ୍ନୀ ବିୟୋଗ, ସେପଟେ ରାଜସିଂହାସନ ପାଇଁ ବିଦ୍ରୋହ। ତୁ ସିଂହାସନରେ ବସିବୁ, ମୁଁ ସ୍ୱପ୍ନ ଦେଖୁଛି। ତୋ ପିତାଙ୍କୁ ମୁଁ ଏକଥା ବୁଝେଇ ସାରିଲେଣି, ହେଲେ ସେ ରାଜି ହଉନାହାନ୍ତି ତତେ ରାଜା କରିବାକୁ। ତାଙ୍କ ପାଇଁ ତ ଲୋକ ନିନ୍ଦା ପରମ୍ପରା ଆଗ। ନା, ଆମକୁ କଠୋର ପଦକ୍ଷେପ ନେବାକୁ ହବ। କଣ ହେବ ମା? ପରମ୍ପରା ଅନୁସାରେ ଗଙ୍ଗାଧର ରାଜା ହେବ। ଗଙ୍ଗାଧର କଣ ରାଜା ହେବାକୁ ଯୋଗ୍ୟ? ସେ କଥା ତୋର ପିତା ବୁଝୁଛନ୍ତି? ଏପରି ଅପାରଗ ହାତରେ ଘୁମୁସର ରାଜସିଂହାସନ? ନା, ମୁଁ ତା ହବାକୁ ଦେବିନି। ଦରକାର ପଡ଼ିଲେ ବଳ ପ୍ରୟୋଗ କରି ତୁ ସିଂହାସନ ଅଧିକାର କରିବୁ। ଏଥିପାଇଁ ପ୍ରସ୍ତୁତ ହ। ମୁଁ ଦେବେ ଆସୁଛି ମା। ନାନୀ, ନାନୀ। ପ୍ରଣାମ ରାଣୀମା। ମତେ ଡକେଇଲେ କି ରାଣୀମା? ହଁ, ଦେଖ ଆଖପାଖରେ କେହି ନାହାନ୍ତି ତ? ନାଇଁ ମୋ ରାଣୀମା, ଆପଣଙ୍କ ଡରରେ ଆଖପାଖରେ ଆପଣଙ୍କ ବିନା ଅନୁମତିରେ କିଏ ବା ରହିବାକୁ ସାହସ କରିବ? ଗୋଟିଏ ବଡ଼ ଗୋପନୀୟ କାର୍ଯ୍ୟ ରହେ, ତମକୁ ତା କଲ। କି କାର୍ଯ୍ୟ ରାଣୀମା? ମୁଁ କରିପାରିବି ତ? ଆପଣ ଯେଉଁଭଳି କହିଲେଣି ମତେ ଭାରି ଡର ଲାଗୁଛି। ଆରେ ଡରୁଛ କାହିଁକି? ମୁଁ ଅଛି ପରା। ତେବେ କୁହନ୍ତୁ ରାଣୀମା। ଆଜି ରାତିରେ ଛାମୁକୁ ଚକୁଳି ଆଉ କ୍ଷୀର ଦେଲା ବେଳେ ମୁଁ ତତେ ଯେଉଁ ଜିନିଷଟା ଦେବି ସେଟା ତୁ କ୍ଷୀରରେ ଗୋଳେଇକି ଦେବି। କଣ ବିଷ? ନାଇଲୋ ମା, ଧରା ପଡ଼ିଗଲେ ମୋର ମୁଣ୍ଡ କାଟ ହୋଇଯିବ। ଆରେ ଧରା ପଡ଼ିଯିବାର ଭୟ କାହିଁକି?
শামুক পরে ମୋ ପୁଅ ନୀଳକଣ୍ଠ ରାଜା ହେବ ଆଉ ମୁଁ ହେବି ରାଜମାତା। ତମେ ପୁରସ୍କାର ପାଇବ। ଡରୁଛ କାହିଁ? ରାଣୀମା, ଆପଣ ତ ଶାମୁଙ୍କର ବେଶୀ ସୁହାଗୀ। କଥାରେ କଥାରେ ତ ତାଙ୍କ ପାଖରୁ ଏତକ ଆଦାୟ କରିଦିଅନ୍ତି। ତେବେ ଏତେ କଥା କ'ଣ ପାଇଁ? ସେତକ ହେଇଥିଲେ ମୁଁ ଏମିତି କାହିଁ ଭାବିଥାନ୍ତି। ତମେ ଡରନି। ମୋର କହିବା କଥା ତ ମୁଁ କରିଦେବି। ଏଇଟା ରଖ। ଆପଣଙ୍କ କହିବା କଥା ତ ମୁଁ କରିଦେବି, ହେଲେ ଆପଣ ତାପରେ ଯାହା ହବ ଆପଣ ସମ୍ଭାଳି ନେବେ। ହଉ ହେଲା, ଯେତିକି କହିଲି ସେତିକି କହ। ମୁଁ ଅଛି। ହଉ। ଏଭଳି ଏକ ଚକ୍ରାନ୍ତର ଶିକାର ହେଲେ ଘୁମୁସରର ପଣ୍ଡିତ ସୁଶାସକ ରାଜା ଧନଞ୍ଜୟ ଭଞ୍ଜ। ଦୀର୍ଘ 65 ବର୍ଷର ଶାସନ ଅନ୍ତ ହେଲା 1701 ମସିହା। ରାଜ୍ୟ ସିଂହାସନରୁ ରାଜ୍ୟ ଉତ୍ତରାଧିକାରୀଙ୍କୁ ବିତାଡ଼ିତ କରି ରାଣୀ ମଣ୍ଡା ଦେବୀଙ୍କ ପୁତ୍ର ନୀଳକଣ୍ଠ ଭଞ୍ଜ ରାଜସିଂହାସନ ଆରୋହଣ କଲେ। ଘୁମୁସରରେ ଏହି ଘଟଣାକୁ ନେଇ ଦେଖାଦେଇଥିବା ପ୍ରଜା ସନ୍ତୋଷକୁ ପୂର୍ବ ପ୍ରସ୍ତୁତି ବଳରେ ପ୍ରଶମିତ କରିନେଲେ ନୀଳକଣ୍ଠ, କିନ୍ତୁ ପୂର୍ଣ୍ଣ ଭାବରେ ଲୋପ କରିପାରିଲେ ନାହିଁ। ନୀଳକଣ୍ଠଙ୍କର ଏହି କାର୍ଯ୍ୟକୁ ଅନ୍ୟାୟ ବୋଲି ଗ୍ରହଣ କରିଥିବା ଘୁମୁସରର ପ୍ରଜାମାନଙ୍କ ମନ ଭିତରେ ଭରି ରହିଲା ବିଦ୍ରୋହ ଭାବନାର ସ୍ଫୁଲିଙ୍ଗ। ଏହାରି ମଧ୍ୟରେ ନୀଳକଣ୍ଠ ରାଜ୍ୟ ଶାସନ ଚଲାଇ ରଖିଥିଲେ। ତୁମ ପ୍ରତି ଚକ୍ଷୁ ଯେଣୁ ହୋଇଛୁ ଅନ୍ତର, ଦିଶୁ ନାହିଁ କିଛି କାହିଁ ଆନ ପ୍ରତିକାର। ନୂଆ ଅନ୍ଧ ପ୍ରାୟ ହୋଇ ଅନୁକ୍ଷଣେ ଆକୁଳ ବଢ଼ୁଛି ପ୍ରାଣ ସହି। ନୂଆ ଅନ୍ଧ ପ୍ରାୟ ହୋଇ ଅନୁକ୍ଷଣେ ଆକୁଳ ବଢ଼ୁଛି ପ୍ରାଣ ସହି। ତୋର ବିରସ ବଦନ ଦେଖିଲେ ମୋ ଛାତି ଫାଟି ଯାଉଛି ରେ ଉପେନ୍ଦ୍ର। କେତେ ଦିନ ଏମିତି ଆଉ ଲାବଣ୍ୟକୁ ଝୁଲି ହେଉଥିବୁ? ମୁଁ ନିଜେ ପତ୍ନୀ ହନ୍ତା। ଏପରି ହେବ ମୁଁ କଳ୍ପନା ବି କରିନଥିଲି ମା। ସବୁ ଭାଗ୍ୟର ଖେଳ। ୟା ଭିତରେ ବର୍ଷେ ବିତିଗଲାଣି। ମୁଁ ତୋ ପାଇଁ କନ୍ୟାଟିଏ ଦେଖିଛି, ଲାବଣ୍ୟ ପରି ସୁନ୍ଦରୀ ଆଉ ବିଦୁଷୀ। ଥାଉ ମା, ଆଉ ସେପରି କଥା କୁହନି। ତୋର ବୟସ ମାତ୍ର 22 ବର୍ଷ। କେମିତି ଯିବୁ ତୁ ନିଃସଙ୍ଗ ଜୀବନ? କାବ୍ୟ ସାଧନାରେ ତୋର ରୁଚି, କେମିତି ଲାଗିବ ତୋର ସେଥିରେ ମନ? ମତେ ଆଚ୍ଛନ୍ନ କରି ରଖିଛି ଲାବଣ୍ୟର ସ୍ମୃତି। ମୁଁ ତାକୁ କେମିତି ଭୁଲିବି ମା, କେମିତି ଭୁଲିବି? ତାକୁ ତ ତୁ ଭୁଲି ପାରିବୁନି। ତାହେଲେ ଅନନ୍ତ ବିବାହ କେମିତି କରିବି? ବିବାହ ନ କଲେ ତୋ ଜୀବନ ଦୁଃଖରେ ରହିବ। ତୋ ପାଇଁ ମୁଁ ଏମିତି କନ୍ୟାଟିଏ ବୁଝିବି ଯିଏ ମଲମ ହେଇ ତୋ ଛାତିର ସବୁ କ୍ଷତକୁ ଶୁଖେଇ ଦେବ। ଚିହ୍ନ ତ ରହିବ, ହେଲେ ଯନ୍ତ୍ରଣା ଚାଲିଯିବ। ଥାଉ ମା, ବରଂ ସେ ଦୁଃଖକୁ ନେଇ, ସେ କ୍ଷତକୁ ନେଇ ମୁଁ ସାରା ଜୀବନ ବଞ୍ଚି ରହିବି। ଅବୁଝା ହନି। ତୋ ଜୀବନକୁ ଏମିତି ନଷ୍ଟ କରିବାକୁ ମୁଁ ଦେଇପାରିବିନି। ତୋର ଏ ଅବସ୍ଥାରେ ତୋ ଜୀବନ, ତୋ କବିତ୍ୱ, ତୋ କାବ୍ୟ ସାଧନା ସବୁ ନଷ୍ଟ ହେଇଯିବ। ମୋର ମାନସିକ ସ୍ଥିତି ଯାହା, ମୁଁ ଆପଣଙ୍କୁ କି ଉତ୍ତର ଦେବି? ତତେ ଏମିତି ଅବସ୍ଥାରେ ଦେଖିଲେ ମୁଁ ଆଉ ବଞ୍ଚି ପାରିବିନି ଉପେନ୍ଦ୍ର, ମୁଁ ଆଉ ବଞ୍ଚି ପାରିବିନି। ସେମିତି କୁହନି ମା, ସେମିତି କୁହନି। ନୂଆଗଡ଼ରୁ ମୋ ପୁତୁରାର ଝିଅ ମାଳବିକାକୁ ମୁଁ ବୋହୂ କରି ଆଣିବି। ସିଏ ବି ଲାବଣ୍ୟ ପରି ସୁନ୍ଦରୀ ଆଉ ବିଦୁଷୀ। ମୁଁ ଆଜି ନୂଆଗଡ଼ ଯାଉଛି, ଆଶା କରୁଛି ତୁ ମୋ କଥାରେ ରାଜି ହେଇଯିବୁ। ମା, ମୁଁ ଆଶା
କିଛି ଦିନ ପରେ ନୂଆଗଡ଼ ରାଜା ପୁରୁଷୋତ୍ତମ ସିଂହ ମାନ୍ଧାତାଙ୍କ କନ୍ୟା ମାଳବିକାଙ୍କ ସହ ତାଙ୍କ ଦ୍ୱିତୀୟ ବିବାହ ହେଲା। ରାଜା ମାନ୍ଧାତା ନିଜ ଜାମାତାଙ୍କୁ ଯୌତୁକ ସ୍ୱରୂପ ଅନେକ ମୂଲ୍ୟବାନ ପଦାର୍ଥ ସହ ଉପହାର ସ୍ୱରୂପ ପ୍ରଦାନ କଲେ ମାଳିସାହି ଗ୍ରାମ। ଛାମୁ 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 କୁଆଡ଼େ ଗଲେ? ଛାମୁ ଛାମୁ ଜଲ୍ଦି ଆସନ୍ତୁ, ଘୋର ବିପଦ ମାଡ଼ିଛି। ଛାମୁ 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 ଆସନ୍ତୁ, ଘୋର ବିପଦ ମାଡ଼ିଛି। ଛାମୁ କ'ଣ ହେଇଛି? ଜୁହାର ଛାମୁ, ଘୋର ବିପଦ ମାଡ଼ି ଆସୁଛି। ଛାମୁ ବିପଦ? ଏତେ ବ୍ୟସ୍ତ କାହିଁକି? କ'ଣ ହେଇଛି? ଛାମୁ ଘନଭଞ୍ଜ ଗ୍ୟାଲେରୀ ମୁଠାପଟକୁ ଅନ୍ଧ ପାଣକୁ ମେଳିକରି ଗୋଡ଼ ଆଡ଼କୁ ମାଡ଼ି ଆସୁଛନ୍ତି। ଘନଭଞ୍ଜ? ସମସ୍ତ ମୁଠା ସର୍ଦ୍ଦାରମାନଙ୍କୁ ଖବର ଦେ, ସେ ତୁରନ୍ତ ଆସି ମୋ ସହିତ ସାକ୍ଷାତ କରିବେ। ଯଥା ଆଜ୍ଞା ଛାମୁ। ମୁଁ ସବୁ ଶୁଣିଥିଲି। ତୁରନ୍ତ ରାଜଗୁରୁଙ୍କ ପରାମର୍ଶ ହେଉ ମୁଁ ବାର୍ତ୍ତା ପଠେଇଛି, ସେ ଏବେ ଆସି ପହଞ୍ଚିଯିବେ। ଘନଭଞ୍ଜ ଆମ ଉପରକୁ ଆକ୍ରମଣ କରିବ ମା, ମୁଁ ସମସ୍ତ ମୁଠା ସର୍ଦ୍ଦାରମାନଙ୍କୁ ଖବର ଦେଇଛି। ଆମକୁ ଅନ୍ୟ ସବୁ ଦିଗରୁ ଚିନ୍ତା କରିବାକୁ ପଡ଼ିବ ନୀଳକଣ୍ଠ। ପ୍ରଣାମ ରାଜଗୁରୁ। କଲ୍ୟାଣ। ଆପଣ ତ ଶୁଣିଥିବେ ଘନଭଞ୍ଜ ଗାଲେରୀକୁ ଆମ ଉପରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଲାଣି। ହେଲେ ଏ ବିଷୟରେ ଆପଣଙ୍କର ମତାମତ କ'ଣ ରାଜଗୁରୁ? ବର୍ତ୍ତମାନ ପରିସ୍ଥିତିରେ ଛାମୁଙ୍କ ନିକଟରେ ଦୁଇଟି ମାର୍ଗ। ଗୋଟିଏ ଘନଭଞ୍ଜ ସହ ଯୁଦ୍ଧ କ୍ଷେତ୍ରରେ ସମ୍ମୁଖୀନ ହେବା, କିନ୍ତୁ ଏଥିପାଇଁ ମୁଠା ସର୍ଦ୍ଦାରମାନଙ୍କର ନିହାତି ସହଯୋଗ ଆବଶ୍ୟକ। ଆଉ ଅନ୍ୟଟି ସୁରକ୍ଷା ଦୃଷ୍ଟିରୁ ନିରାପଦ ସ୍ଥାନରେ ଗୋପନୀୟ ଆଶ୍ରୟ। ପ୍ରଣାମ ରାଜୁ। ଆୟୁଷ୍ମାନ ବିଦ୍ୱାନ ଭବ। ଏ ସମ୍ପର୍କରେ ମୋର କିଛି କହିବାର ଅଛି। କୁହ। ମୁଁ ଅନୁଭବ କରୁଛି ପ୍ରଜାମାନେ ପିତାମହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟ ପକ୍ଷରେ ଆପଣଙ୍କର ରାଜସିଂହାସନ ଆରୋହଣ ସେମାନଙ୍କୁ ଅନ୍ୟାୟ ବୋଲି ଭାବୁଛନ୍ତି। ତେଣୁ ଏଇଟା ହେଉଛି ଘନଭଞ୍ଜଙ୍କର ବଡ଼ ବଳ। ତା ମାନେ ତୁ କହୁଛୁ ବିନା ସଂଘର୍ଷରେ ଆମକୁ ପରାଜୟ ସ୍ୱୀକାର କରିବାକୁ ହେବ? ସିଂହାସନ ପ୍ରାପ୍ତି ପାଇଁ ସଂଘର୍ଷ ରାଜ ପରିବାର ପାଇଁ ଗୋଟେ ସାଧାରଣ କଥା। କିନ୍ତୁ ମା, ଏଭଳି ପ୍ରକ୍ରିୟାରେ କ୍ଷମତା ଲାଭ ଚିରସ୍ଥାୟୀ ନୁହେଁ। ତାହେଲେ ତୁମର ମତ କ'ଣ? ମୋ ମତ ଶାନ୍ତିରେ ରାଜତ୍ୟାଗ କରିବା ଆମ ପକ୍ଷେ ଶ୍ରେୟସ୍କର ହେବ। ବର୍ତ୍ତମାନ ନବଦୁର୍ଗ ଆମ ପାଇଁ ଉପଯୁକ୍ତ ସ୍ଥାନ, ନିରାପଦ ସ୍ଥାନ। ତେଣୁ ଭାଗ୍ୟରେ ଥିଲେ ରାଜ୍ୟପ୍ରାପ୍ତି ପୁଣି ହେବ। ମୋର ମଧ୍ୟ ସେଇ ଏକମତ। ସିଦ୍ଧାନ୍ତ ନେବା ପୂର୍ବରୁ ସର୍ଦ୍ଦାର ମାନେ କ'ଣ ଚାହୁଁଛନ୍ତି ତା ଜାଣିବା ପାଇଁ। ହେଲେ ରାଜଗୁରୁ, ଆପଣଙ୍କର ଚୂଡ଼ାନ୍ତ ମତାମତ କ'ଣ? ବର୍ତ୍ତମାନ ଘନଭଞ୍ଜ ରକ୍ତମୁଖା, ତେଣୁ ତା ସହିତ ଯୁଦ୍ଧ କରିବା ସମ୍ଭବ ନୁହେଁ। ଏପଟେ ଲୋକବଳ ବି ଅଭାବ। ତୁମେ ରାଜମାତା, ରାଣୀମା, ଉପେନ୍ଦ୍ର ଆଉ ବହୁମାକୁ ନେଇ ନବଦୁର୍ଗାରେ ଆଶ୍ରୟ ନିଅ ଏବଂ ସମୟକୁ ଅପେକ୍ଷା କର। ହଁ, ରାଜଗୁରୁଙ୍କ ମତ ଗ୍ରହଣୀୟ। ନୂଆଗଡ଼କୁ ବାର୍ତ୍ତା ପଠା ନୀଳକଣ୍ଠ। ଜଗନ୍ନାଥ ପ୍ରସାଦ ମୁଠା ସର୍ଦ୍ଦାରଙ୍କୁ କହ ସେ ଆମ ଯିବାର ବନ୍ଦୋବସ୍ତ କରିବେ। ଏହା ହିଁ ଶେଷ ନିଷ୍ପତ୍ତି। ଯାହା ତୁମର ଇଚ୍ଛା ମା। ପ୍ରଣାମ ମା। କେମିତି ଲାଗୁଛି ମାଳିସାହି ଉପେନ୍ଦ୍ର? ଇଏ ତ ତୁମର ଯୌତୁକ ଗ୍ରାମ, ଆଉ ଆମେ ସମସ୍ତେ ତମର ପ୍ରଜା ମାତ୍ର। ସେପରି କୁହ ନାହିଁ ମା, ମୁଁ ଜଣେ ରାଜ୍ୟହୀନ ରାଜପୁତ୍ର। ଏ ଗ୍ରାମ ମୋର ଯୌତୁକ ଗ୍ରାମ। ଏଇ ହିସାବରେ ମୁଁ ଏଇ ଅଧିକାର ଏଠାକୁ ଆସିନାହିଁ। ତାହେଲେ ଏଠାକୁ ଆସିବାର
मोर ससुर नवदुर्ग अधिपति पुरुषोत्तम सिंह मालदाता परामर्श एकांतवास उद्देश्य मुझे स्थान को मनोनीत कर से एकदम ठीक परामर्श देइचंदी। तुमे आसीबा आगुरु से लोक पठाई तमर समस्त व्यवस्था करि देइचंदी। तुमे एठारे आनंद रे रुह। जीवन रे आ की आनंद अछि मां। अकाल रे दुईटा पत्नी वियोग, राज्य गला, पिता गले, जेजेमा रोगग्रस्त। आउ आनंद कौन अछि मां जीवन रे? तुमको ये दुखर उत्तीर्ण हेबाको ही पड़िबो उपेंद्र। मोर कवि होबार स्वप्न अपूर्ण रही मां, कारण मु हजई देछि मो जीवन गति। मु बुझी पारुछि तुमर वेदना। एई देखुछो से मंदिर को देखुछो, से होचंती प्रभु गतीश्वर महादेव, पाताल फुटा लिंग, बौद्ध राजवंशर बहु पुरातन मंदिर। कौन है महिमा? गतिहीन जीवन रे गति देबारे एहाकर पटांतर नहीं। ସେଥିପାଇଁ ତ ସେ ଗତୀଶ୍ୱର। ମୁଁ ତାଙ୍କରି ଆଶ୍ରୟରେ ରହିଛି। ତୁମେ ତାଙ୍କୁ ଉପାସନା କର, ସେ ତୁମକୁ ମଧ୍ୟ ଗତି ଶିଖାଇବେ। କିନ୍ତୁ ଏ ରାଜ୍ୟ ତ ନବଦୁର୍ଗ ରାଜ୍ୟର ଅନ୍ତର୍ଗତ। ଏ ମନ୍ଦିର ମଧ୍ୟ କ'ଣ ନବଦୁର୍ଗର କୀର୍ତ୍ତି? ନବଦୁର୍ଗ ରାଜ୍ୟ ପ୍ରତିଷ୍ଠା ପୂର୍ବରୁ ଏହା ଥିଲା ବୌଦ୍ଧ ରାଜ୍ୟର ରାଜବଂଶ। ବୌଦ୍ଧ ରାଜ୍ୟର ମହାରାଜ ଗତୀଶ୍ୱର ମହାଦେବଙ୍କ ପୂଜା ପାଇଁ ଅନେକ ରୁଦ୍ରାଜକ ମାଳି ପଠାଇଥିଲେ। ସେଥିପାଇଁ ତ ଏହି ସାହିର ନାମ ମାଳି ସାହି। ମା, ମୋ ମନରେ ଗୋଟାଏ ପ୍ରଶ୍ନ ପଚାରି ପାରିବି? ହଁ ହଁ ପଚାର। ଆପଣ ଏଠାକୁ ଆସିବାର କାରଣ? ମୁଁ ଜଣେ ବାଲ୍ୟ ବିଧବା। ନବଦୁର୍ଗ ରାଜପରିବାର ମୋର ପିତ୍ରାଳୟ। ଜୀବନକୁ ଖୋଜିବାକୁ ଗତୀଶ୍ୱରଙ୍କ ନିକଟକୁ ଆସି ମୁଁ ଏହିଠାରେ ରହିଯାଇଛି। କ୍ଷମା ଚାହୁଁଛି ମା, ଏକଥା ପଚାରିବା ମୋ ପକ୍ଷରେ ଉଚିତ ହେଇନାହିଁ। ନା ନା, ତମେ ସେଭଳି କାହିଁ ଭାବୁଛ? ବୋଧେ ଏଇ ଥିଲା ମୋର ଜୀବନର ଭବିତବ୍ୟ। ଜୀବନରେ ସବୁ କଥାକୁ ଗ୍ରହଣ କରିବାକୁ ହୁଏ। ଆପଣଙ୍କର ପରାମର୍ଶ ମୋତେ ନୂଆ ଜୀବନ ପ୍ରଦାନ କରିଛି ମା। ଅଧୀର ହୁଅ ନାହିଁ ଉପେନ୍ଦ୍ର। ଗତୀଶ୍ୱର ମୋତେ ଗତି ଦେଇଛନ୍ତି, ତୁମକୁ ମଧ୍ୟ ଦେବେ। ତୁମେ ତାଙ୍କୁ ହିଁ ଉପାସନା କର। ଆପଣଙ୍କର ଆଦେଶ ଶିରଧାର୍ଯ୍ୟ ମା। ओम नमः शिवाय। ओम नमः शिवाय। ओम नमः शिवाय। ଗତୀଶ୍ୱରଙ୍କ ଉପାସନା ପରେ ତୁମକୁ କ'ଣ ଅନୁଭବ ହେଉଛି ଉପେନ୍ଦ୍ର? ମନ ପ୍ରାଣ ଖୁବ୍ ଶାନ୍ତ ଲାଗୁଛି ମା। ମାଳି ସାହିର ଏହି ପ୍ରାକୃତିକ ଶୋଭା ମନ ପ୍ରାଣରେ ଆନନ୍ଦ ଭରିଦେବ ଉପେନ୍ଦ୍ର। ହଁ ମା, ଘୁମୁସରର ଘୁମନ୍ତ ପ୍ରକୃତିର କୋଳରେ ମୁଁ ପାଳିତ। ଏଠି ମାଳି ସାହିରେ ବି ସେହି ପ୍ରାକୃତିକ ପରିବେଶ, ଅଦୂରରେ ରାଜଗିରି ପର୍ବତର ଅପୂର୍ବ ଶୋଭା ମୋ ମନରେ ଘୁମୁସରର ଭ୍ରମ ସୃଷ୍ଟି କରୁଛି ମା। ଏହା ଏକ ସିଦ୍ଧପୀଠ। ଆଉ ଗୋଟିଏ କାର୍ଯ୍ୟ କରିପାରିବ ଉପେନ୍ଦ୍ର? କୁହନ୍ତୁ ମା, ଆପଣଙ୍କର ପ୍ରତ୍ୟେକ ପରାମର୍ଶ ମୋ ପାଇଁ କଲ୍ୟାଣକର। ଖୁବ୍ ନିକଟରେ ଢେଙ୍କଣା ନାମରେ ଗୋଟିଏ ଗ୍ରାମ ଅଛି। ଆଉ ସେହି ଗ୍ରାମରେ ବହୁ ପ୍ରାଚୀନ ରଘୁନାଥ ମଠରେ ରଘୁବର ଦାସ ନାମରେ ଜଣେ ସାଧୁ ଅଛନ୍ତି। ତୁମେ ତାଙ୍କୁ ଯାଇ ସାକ୍ଷାତ କର, ସେ ତୁମକୁ ଉତ୍ତମ ମାର୍ଗ ଦେଖାଇବେ। ଏ ଜୀବନରେ ଆଉ କିଏ ଅଛି ସାହା ମା? ଆମର ଇଷ୍ଟ ଦେବୀ ମା ଦୁର୍ଗା ଏବେ ଏହି ଗତୀଶ୍ୱର, ଆପଣ ମାତୃ ସ୍ୱରୂପା। ମୋତେ ଆଶ୍ରୟ ଦେଇ ଏ ଦୁଃଖ ସୁଖର ଉଦ୍ଧାର କର ମା।
ଅଧୀର ହୁଅ ନାହିଁ ଉପେନ୍ଦ୍ର। ଜୀବନରେ ସମସ୍ତ ଦୁଃଖ ଏକ ଈଶ୍ୱରୀୟ ଯୋଜନା, ଆଉ ତାହାରି ମଧ୍ୟରେ ଥାଏ ସମ୍ଭାବନା। ତୁମେ କାଲି ଢେଙ୍କଣା ଯାଇ ସାଧୁକୁ ସାକ୍ଷାତ କର। ପ୍ରଣାମ ମା। प्रणाम महाराज। जय सीताराम। तमे उपेन्द्र भंज माली साइड आसिच बोध हुए? हाँ महाराज, किंतु आपण किपर जानिले? सब सही सीताराम कृपा। व्यस्त हो नहीं, माली साइड माँ सब संवाद मत देइछंती। बस। अच्छा, तुम आगमनर उद्देश्य? आपणक ठारू किछि साधनार मार्ग पाइबा आशार एठाकु आसीछि महाराज। तुम जीवनर दुर्घटना विषय रे माँ मते सब कहिछंती। तुम जीवन रे गृहस्थ जोग नहीं, अछि साधकर जोग। प्रभु सेठी पई तुमको ए दुर्दशा देइछंती। अवश्य तुमको यह ग्रहण करने को पड़ो। मु ग्रहण कर सारी महाराज। गृहस्थ जीवन प्रति आउ आग्रह नहीं, किंतु प्रबल शोकग्रस्त हो पड़े मन। मानसिक जंत्रणार उपशमर मार्ग मत देखते महाराज। राम तारक मंत्र जप कर, उद्धार पाइब। प्रभु श्रीराम ही तुम दुख दूर करेंगे, कारण से स्वयं यही दुखर अनुभवी। अच्छा, मु शुणी तुम जड़े कवि बोली, असामान्य कवित्व लाभ कर तुम। किंतु महाराज, रामतारक मंत्र केउटे साधना करी महाराज? यही मठरे रही साधना कर। कहीं अनादि काल पुरातन रामानंदी मठ अति सिद्ध मठ। यही रही मंत्र साधना कला परे तमें लोकालय को जाई कवित्व प्राप्त। आपण को आदेश शिरध्वज महाराज। यशस्वी भव। जय सीताराम। रामाय नमः। रामाय नमः। रामाय नमः। रामाय नमः। उपेन्द्र, उपेन्द्र, आखि खोल उपेन्द्र। तमर मंत्र जप सिद्ध हो। तमें एथर माली साई जाई काव्य रचना कर। मर्यादा पुरुषोत्तम प्रभु श्री रामकर अशेष कृपा महाराज। आपणकर आशीर्वाद और मार्गदर्शन को पाथय कर मत विदाय दिंतु महाराज। ए मठ को निजर बोली भाव उपेन्द्र। माली साई बेसी दूर नुहे, मझिरे मझिरे आसी प्रभु श्रीराम को दर्शन कर। निश्चय महाराज। मोर पितामह राजकवि स्वर्गत धनंजय भंज को मु कथा देथिली। तांकर रचित रघुनाथ विलास ठारू एक उत्कृष्ट रामकाव्य रचना करी बोली से मते आशीर्वाद करथिले। आ से रामकाव्यर शुभारंभ और समाप्ति एठारे हेबो महाराज, एठारे हेबो। आपण मते आशीर्वाद करथु। अजस्र आशीर्वाद। यशस्वी भव। जय सीताराम। परवर्ती काल में कवि उपेन्द्र वैदेश विलास, लावण्यवती, कोटि ब्रह्मांड सुंदरी, रसिक हारावली एहीपरि गोटाए पर गोटाए काव्य रचना करी
ନବଦୁର୍ଗା ରାଜସଭାର ସହ ଖଣ୍ଡପଡ଼ା, ରଣପୁର, କେନ୍ଦୁଝର, ବୌଦ୍ଧ ଇତ୍ୟାଦି ରାଜଦରବାରମାନଙ୍କରେ ଉଚ୍ଚ ପ୍ରଶଂସା ଲାଭ କରେ। ଏହାପରେ ଉତ୍କଳ ଗଜପତିଙ୍କ ରାଜସଭାରେ ନିଜ କବି ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ମୁଖେ ଯାତ୍ରା କରି ଶ୍ରୀକ୍ଷେତ୍ରବାସୀ ହେଲେ। ଅତି ମଧୁର କଣ ମାସରେ ବଡ ଭାବରେ ତ ଗାଉଛ କାଇଁ ଆଗରୁ ତ ଶୁଣି ନଥିଲୁ ଇଏ କାହା ରଚନା କି ଏ ହଉଛି କବି ଉପେନ୍ଦ୍ର ଭଞ୍ଜଙ୍କ ରଚନା ଆରେ ସିଏ ତ ବଡ ରସିକିଆ କବି କୋଉଠାରୁ କି ଘୁମୁସର ରାଜ୍ୟର ରଜା ପିଲା ସିଏ ରଜା ପିଲା ଆରେ ସେଦିନ ଯୋଉ ଦକ୍ଷିଣୀ ସଖୀ ନାଚ ଆସିଥିଲା ସେ ସଖୀ ପିଲା ପରା ଗାଉଥିଲେ ଆଙ୍କରି ରଚନା ଏ କଣ ତ ସେ ଗୀତଟା ହଁ ମନେ ପଡିଲା ମଲି ମାଳ ଶ୍ୟାମକୁ ଦେବି ମନ ତୋଷିବି ମଲି ମାଳ ଶ୍ୟାମକୁ ଦେବି କିସିମ ହୋଇଲେ ବାସ ଚନ୍ଦନରେ ପୋଛିବି ମଲି ମାଳ ଶ୍ୟାମକୁ ଦେବି ତାହେଲେ ତମ କାନରେ ପଡିଛି ତାହେଲେ ଏ କବିଙ୍କର ଗୀତ ରଚନା ଆଇ ପଡିଛି ମାନେ ସେ ସଖୀ ପିଲା ଏଇ ଗୀତକୁ ଗାଇଲା ବେଳେ ଯୋଉ ଅଣ୍ଟାକୁ ହଲେଇକି ନାଚିଲେ ଚପେଇ ଦେଲା ତାହେଲେ ତମକୁ ଭାଙ୍ଗ ଭଳିଆ ଧରିଛି କବିଙ୍କର ଗୀତର ନିଶା ଆଉ ଯାହା କମଣି ବଢିଆ ଲେଖିଛୁ ମ ଏ ମାସୁଆରେ ତମେ କୋଉଠୁ ପାଇଲ କି ୟାକୁ ଏଇ ଦକ୍ଷିଣ ଦ୍ୱାର ଯୋଉ ଘୁମୁସର ମନ୍ଦିର ଅଛି ସେଇଟା ପୁରା ତାଙ୍କରି ସେ ସେଇଠି ହିଁ ରହନ୍ତି କେତେବେଳକୁ ତାହେଲେ ଗୋଟେ ଯିବା ଆଉ ଏ ମାସୁଆରେ ତାଙ୍କର ଟିକେ ବଟା ଚଳିବ ତ ମାନେ ସେସବୁ ତାଙ୍କର ଚଳେ ସେସବୁ ତାଙ୍କର ଚଳେନି ନା ନା ସାହିତ୍ୟ ସଙ୍ଗୀତକୁ ଇଏ ଭଲ ଧରନ୍ତା ନା ହଉ ତେବେ ଗୋଟେ ଦେଖା ତ ହେଇଯିବ ଏ ମାସୁଆରେ ମୁଁ ଭାବୁଛି ସିଏ ଗୋଟେ ବଡ କବି ହେଇଥିବେ ନିଶ୍ଚୟ ବଡ କବି ମାନେ ବହୁତ ବଡ ପଣ୍ଡିତ କବି ସିଏ ବୁଝିଲ ୟା ଭିତରେ ସେ କେତେ କାବ୍ୟ ଲେଖି ସାଇଲେଣି ସେସବୁ ରାଜସଭାରେ ଆଉ ରାଜାଙ୍କ ଦରବାରରେ ଏସବୁ ଆଲୋଚନା ହବ ତାଙ୍କର ଚର୍ଚ୍ଚା ହବ ଏ ମାସୁଆରେ ତମେ ସିନା ପଣ୍ଡିତ ତମେ ବୁଝିବ ସେ ପଣ୍ଡିତ କଥା ଆମେ କଣ ବୁଝିବୁ କହିଲ ଯେମିତି କାଲା ଗୋଟେ ମୂଳା ଆମ ପାଇଁ ଏ ଭଜନ ଜଣାଣ ଚୌପଦୀ ଭଲ ଯେମିତି ମଲି ମାଳ ଶ୍ୟାମକୁ ଦେବି ବୁଝିଲ ୟା ଭିତରେ ସେ କେତେ ଗୁଡ଼ିଏ ଗୀତ ରଚନା କରିସାରିଲେଣି ଆଉ ସେସବୁ ଧୀରେ ଧୀରେ ଦାଣ୍ଡକୁ ଆସିଯିବ ଏ ପଣ୍ଡିତେ ଏ ଜଗା ଏଇଠି ବସିଛି ଯେ ସବୁ କଥା ସବୁ ଆଡୁ ଆଣି ଏଇଠି ଠୁଳ କରୁଛି କଣ ବୁଝିପାରୁଛଟି ବୁଝିପାରୁଛି ବୁଝିଲ ସେହା ନୁହେଁ କଣ ବୁଝିଲ ସାଧୁ ସନ୍ଥ କୁହ କିମ୍ବା ନାଚ ଗୀତ କୁହ ସବୁତକ ଜମା ହଉଛି ଏଇ ଶ୍ରୀକ୍ଷେତ୍ରରେ ମାସୁଆରେ
ଆମ ପୁରୀ ବାଲାଙ୍କର ମନ ବହଲେଇବା ପାଇଁକା ଇଏ ଜଗାପାର ସବୁ ସୁବିଧା ପୁରା ଏଇଠି କରିଦେଇଛି। ହଉ ମାସରେ ମୁଁ ଯାଉଛି। ହଁ ଠିକ ଅଛି। ତ ଏ ମାସରେ ତମ ଘରକୁ କୋଉ ଦିନ ଯିବି କହିଲ? ଯିବା ପରେ ଆମ ଘୁମୁସର ମଠ ତାଙ୍କ ସହିତ ଟିକେ ବସିବା ବାର୍ତ୍ତାଳାପ କରିବା। ସମୟ ସୁବିଧା ଦେଖିକି ଆସ ଆଉ ସାଙ୍ଗ ହେଇକି ନିଶ୍ଚିତ ଯିବା ବୁଝିଲ। ନିଶ୍ଚିତ ଥାଉ ମଲି ମାଳ ଶ୍ୟାମକୁ ଦେବି ମନ ତୋଷିବି ମଲି ମାଳ। ପାଗଲା ପାଗଲା। आसन गजपति महाराजंकर राजगुरु को प्रणाम। आसतु आसन ग्रहण कर। राजगुरु महाशय आज एठाक आसुचंती घुमुसर राजवंशर जड़े उत्तरदायक राजकवि उपेन्द्र भंज। तांको संपर्क रे मु सब सूचना पाइचे मणि खाली सेतिक नुह या भितर कवि केतक राजसभा निजर काव्य चर्चा करी प्रशंसित है से सूचना पाई। तेबे आम सभा तो उत्कल प्रांतर चूड़ांत सभा यही काव्य उपस्थापन करने इच्छा। निश्चय मणि योग्य व्यक्ति को सुजोग देवा आवश्यक। वैदेश विलास नाम खंडी काव्य से आमको देखा आम आपण कथा आपण तो देखी निश्चय देखी मणि आमूल चूल ताको मो पाठ कर। तेबे आमर पंडित विश्वनाथ महास्वारे से कवि को ये पहुँचे। उत्तम कथा कवि संगे साक्षात हम ता संगे संगे काव्य विषय में चर्चा हम उत्तम कथा। तेबे राजगुरु महाशय मणिमा आमर विचार काव्य संपर्क में आम प्रथम ये आलोचना करिबा पर उपयुक्त मन कले पूर्ण सभा प्रस्तुत हो। मणिमांकर विचार ठीक। घुमुसर आमर बंधु राज्य उपेन्द्र से वंशर दायक आमर पुरी पंडित मैंने जो होती उपेन्द्र को सीधा नहीं करी जदि आम सभा नहीं पहुँचे दो ताले से अपदस्थ होगा पड़ पाए। हाँ मणिमा मणिमांकर जय हो। विश्वनाथ महाशय आसंत। प्रणाम राजगुरु महाशय। आयुष्मान मणिमा ये होचंदी कवि उपेन्द्र भंज। यही तो समस्त को मोर विनम्र प्रणाम। आयुष्मान आपण को उपस्थिति रे आमे समस्त अत्यंत आनंदित। मो निजको कृतार्थ मणुची मणिमा। आसंतु तेबे आपण घुमुसर मठ रही कथा आमे पंडित महाशय शुणी आपण परी विद्वान शिक्षित रहा आम पे अत्यंत गौरव। निश्चय ताहा मोर भाग्य मणिमा सब से जगन्नाथ कृपा। तेबे आपणकर सर्वकुशल तो? हाँ मणिमा ए क्षेत्र तो समस्त कुशल गंताघर एठी मृत्यु मध्य कुशल आउ चिंता कौन मणिमा। उत्तम विचार। पंडित महाशय तो आपण पाखे अच्छा सी आमर अति प्रिय पंडित सी थिबारु अनेक समय आमर शास्त्र आलोचना बीती जाउची तेणु ताको निकट मो कृतज्ञ। आपण पितामह धनंजय भंजक विषय आम शुणी यथार्थ आपण से घुमुसर वंशर उत्तरदायक। हाँ मणि तांकरी आशीर्वाद मोर प्रभु श्रीराम एवं जगन्नाथ कृपा को पाथय करी मु केवल चली। मणिमा कवि उपेन्द्र राम तारक मंत्र सिद्ध। अच्छा यह तो कवि काव्य सूचना प्रदान कर मन पड़े आप ठीक कहते राजगुरु महाशय कौन से पदटी आवृत्ति करेंगे कि वीरवर इंद्र भंज मोर नाम बारे बारे सेवारे मनाई सीता राम मनाई सीता राम
বিচিত্র কবিত্ব মার্গে প্রসরিলা বুদ্ধি বিরচিলি রামায়ণ এ মো বড় সিদ্ধি এ মো বড় সিদ্ধি। वाह चमत्कार अति चमत्कार कवि उपेन्द्रंकर कंठ तो अत्यंत मधुर तेरे राजगुरु महाशय ए काव्य संपर्क रे किछि चर्चा हे कवि निजे निज काव्य संपर्क में सूचना प्रदान करते। मणिमा ए काव्यटी मोर आराध्य प्रभु श्री राम को कथा पर आधारित समग्र काव्यटी ब आद्य अक्षर नियम रे रचित तेणु यार नाम वैदेश विलास यार छांद संख्या 52 प्रति छांदर पद संख्या यथाक्रमे 22 32 42 62 72 इत्यादि। आश्चर्य राजगुरु महाशय महिमा आमर ए सभा रे एभली काव्य संपर्क रे आगुर केबे चर्चा हेछि नाई महिमा या तो आम संपूर्ण नुह अवश्य जमक और अनुप्रास छंदरे पंडित मैंने केतेक शुल्क आवृत्ति करके आमको शुणाई हेले एपरी काव्य रचत आम तो संपूर्ण नुआ आम तो केबे शुणी नाऊ। मणिमा एथिरे उभय अर्थालंकार एवं शब्दालंकार सह रस ध्वनि रीति आदि सब रही। अच्छा कविवर आपणकर ए रचन रे आपण जो बाणी और वृत्तर प्रयोग करछंती ता तो कौन से संस्कृत अनुसार नुह कोतु पाइले सुबा यही बाणी वृत्त सबू आमर पारंपरिक आम उत्कल जीवन शैली रे प्रचलित तेणु ताकू मो काव्य रे प्रयोग करिछि। एहा मध्य एक अभिनव प्रयास ना कोन कोचति पंडित महाशय ଆପଣ ଠିକ କଥା କହିଛନ୍ତି ମଣିମା। ଉଚ୍ଚାଙ୍ଗ କାବ୍ୟ ପୁଣି ଉତ୍କଳୀୟ ବାଣୀରେ କବିଙ୍କର ସାହସକୁ ସ୍ୱୀକାର କରିବାକୁ ପଡ଼ିବ। ହଁ मणिमा यही काव्यर प्रथम छांदर प्रथम पदरे मु पंचदेव को वंदना कर गोटे पदरे पुणी पंचदेवता वंदना କିନ୍ତୁ ଆମେ ତ ଏହାକୁ ବିଷ୍ଣୁଙ୍କ ବନ୍ଦନା ବୋଲି ଭାବିଥିଲୁ। ସେଇ ଏକା ଅର୍ଥରେ ଭିନ୍ନ ଭିନ୍ନ ଅର୍ଥରେ ବୁଝେଇବ ସେ ଏକା ପଦରେ ଯଥା ଶିବ ଗଣେଶ ବିଷ୍ଣୁ ସୂର୍ଯ୍ୟ ଏବଂ ଦୁର୍ଗାଙ୍କୁ ବୁଝେଇବ। ମଣିମା ଏହା ଯଦି ସତ୍ୟ ତାହେଲେ ଏହା ତ ଆମ ପାଇଁ ଏକ ଅନନ୍ୟତା ହେବ ମଣିମା। चमत्कार कवि उपेन्द्र आपणकर ये काव्य रचना उत्कलर वाणी भंडार को आहरी समृद्ध कर सतरे सतरे आपण लेखनी जादू सारा उत्कल छाई जो भाषा महाभारत रामायण भागवत भली ग्रंथ रचना हो पारा से उन्नत संस्कृत समकक्ष काव्य रचना हो पार ना कहीं ए दिगरे मोर क्षुद्र उद्यम मात्र। निश्चय यह मध्य एक संस्कृत समकक्ष काव्य भली मन हो सतरे तेबे कवि उपेन्द्र आउ 2 दिन पर आमर पूर्ण सभा एक काव्य आलोचना है से आपण प्रस्तुत रहिबे। मु प्रस्तुत अछि मणिमा। आमर पुरीर पंडित माने अत्यंत मुखर तांको संभाळिबा कष्टकर नाना प्रश्न बाण और युक्ति तर्क करी से आपको आक्रमण करि पारंते ना आपण कहउछथि पंडित महाशय ଆପଣ ଠିକ କଥା କହିଛନ୍ତି ମଣିମା। ମୁଁ ସେ ବିଷୟରେ କବି ଉପେନ୍ଦ୍ରଙ୍କୁ ମୁଁ ଅବଗତ କରାଇ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ପ୍ରସ୍ତୁତ ମଣିମା। बेस ठीक अच्छे राजगुरु महाशय तेरे आज सभा सांग करवा मणिमांकर कवि उपेन्द्र भंजक रचित वैदेश विलास तांको उत्कल गजपति राजसभा उच्च प्रशंसा और प्रतिष्ठा देला। परे परे से गोटाए परे गोटाए काव्य रचना करी यथा लावण्यवती कोटि ब्रह्मांड सुंदरी रसिक हारावली इत्यादि सभा मानकर उपस्थापना करी पंडित मंडलींकर हृदय जय कले। किछि काल परे निज काव्य प्रदर्शन करने पाई उत्कल उत्तर प्रांतरू आसीथिबा कवि दीनकृष्ण दासଙ୍କ सह तांको साक्षात हैला गजपति राजसभा। राजगुरु महाशय कवि उपेन्द्र आज एठाक आसुचंती
आम उत्कलर उत्तर प्रांत जलेश्वर आउ जन कवि कवि दीनकृष्ण दास ताकर प्रशस्ति अच्छी मणिमा आपण ताकू जानती हाँ ताक विषय में जहाँ शुणी से जड़े उच्चकोटीर कवि तेबे कौन ताकर विशेषत्व कृष्ण भक्ति रस ताक रचनार आधार रचना शैली खूब ललित तेबे से सीधा सभा को आसवाक चाहते किंतु मु तांको बारण कर आम पुरीर पंडित माने ओडिया भाषार कवि मान एभली आक्रमण करुछन्ति जे जड़े कवि को सीधा नहीं सही सभा को जावाक मते बड़ डर लाଗୁଛି। मणिमा ठीक कही कवि उपेन्द्र भंजंकर काव्य कौन से संस्कृत काव्य तुलन में कम नुह तथापि ताको प्रमाणित करने कवि की केते कष्ट स्वीकार करने पड़ा समय तापर भी से सुनी आ साधु साधु आटे उच्चारण कले मणिमाकर विचार ठीक यह उपयुक्त पद्धति हाँ मणिमाकर जय ये अरे आसंतु कवि दीनकृष्ण दास प्रणाम ये होचंती आमर राजगुरु तथा सभापति प्रणाम राजगुरु महाशय आउ ये होचंती कवि उपेन्द्र भंज प्रणाम कवि किंतु कवि आपण खातिर ये कौन सरा उपरे तालपत्र पति आउे ये तो केन्दुपत्र आश्चर्य ये कौन ये कि प्रकार रहस्य आपण किसी कौतुक करूना तो अद्भुत मणिमा ये साक्षात काव्य रस काले गलित होई तले पड़िଯିବ ସେଥିପାଇଁ तले सरा काले उत्ताप पाई सुखीଯିବ ସେଥିପାଇଁ ଉପରେ कोमल केन्दुपत्र कवि दीनकृष्ण आमको मूर्ख भावी परिहास करना तो क्षमा करेंगे गुरुदेव एपरी दुष्टता अधम केबे भी कर तेबे तेबे यह कौन मणिमा विनम्रतार सहित कहूँ श्री राधाकृष्ण भक्ति रसर द्रवीभूत यही काव्य ये स्वयं रस चर्चा कले यार सत्यासत्य आप निश्चिंत पाइपर एठार उपस्थित अच्छा वैदेश विलासर रचयिता कवि उपेन्द्र भंज टे देखा तो आपंकर से काव्य कवि विषय में बहुत शुणी थी बड़ भाग्य आज साक्षात दर्शन है निहतु भंज कवि मणिमा आपण कवि सौजन्यमूलक कथबार्ता कहतु मुझे काव्यटा देखुची निश्चय तेबे कवि दीनकृष्ण मणिमा आपण अंचल आम भाषार साहित्य चर्चा किपर उपात अंचल तो बंग भाषार प्रभाव रही मणिमा तेबे ओडिया भाषा प्रति लोकंकर यथेष्ट ममता अच्छा ओडिया भागवतर चर्चा हुए आज्ञा मणिमा गाँ गाँव रे भागवत टुंगी अच्छी नियमित पाठ करा जाए भागवत लोके मध्य शुणती बेस बहुत भल अच्छा आपण को आमर श्रीक्षेत्र किपरि लगुଛି मणिमा ये तो साक्षात मोक्ष क्षेत्र हे माटीर स्पर्श मात्र के जीव मुक्तिर द्वार खुली जाए तेबे आपण रही जाता आमर श्रीक्षेत्र रे सही आशा तो आसी बंधु आपण का आशा अवश्य पूर्ण हो मणिमा एथर काव्य आलोचना करवा निश्चय आपण यहाँ देखिले तो हाँ मणिमा आरंभ करंतु आपण ए काव्यटी को क आद्य अक्षर नियम रचना कर किंतु नामटी तो ठीक है नहीं यार नामटा क अक्षर दी पारता आपण किंतु तार नाम देले रसकल्ल संतानटी खूब सुंदर हेले नाटी असुंदर ठीक अच्छे तेबे कवि दीनकृष्ण कौन कहे आपण मणिमा काव्य रचना करी जीव
ରାଧାକୃଷ୍ଣଙ୍କର ଅପୂର୍ବ ମିଳନରେ ମୁଁ ଦ୍ରବୀଭୂତ ହେଇଛି। ତେଣୁ এই ଗ୍ରନ୍ଥର ନାମ ରଖିଛି ରସକଲର। କିନ୍ତୁ ଏହାର ନାମଟି ତ କ ଅକ୍ଷରରେ ହେଇପାରିଥାନ୍ତା। ମଣିମା, ବୈଷ୍ଣବ ଭକ୍ତି ଶାସ୍ତ୍ରରେ ରାଧା ହିଁ ମୁଖ୍ୟ। ଶ୍ରୀକୃଷ୍ଣ ତାଙ୍କର ଅନ୍ତରଙ୍କ। ତେଣୁ ବୈଷ୍ଣବ ଭକ୍ତମାନେ ସବୁବେଳେ କହିଥାନ୍ତି ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ। ତେଣୁ এই ରାଧା ଶବ୍ଦର ପ୍ରଥମ ଅକ୍ଷର ର ଆଉ କୃଷ୍ଣ ଶବ୍ଦର ପ୍ରଥମ ଅକ୍ଷର କକୁ ନେଇ ମୁଁ ଏଇ କାବ୍ୟର ନାମ ରଖିଛି ରସକଲର। କୃଷ୍ଣଙ୍କର ଉତ୍ତର ଯଥାର୍ଥ ନୁହେଁ। ସତରେ କିନ୍ତୁ ଏହା ଏକ କୃଷ୍ଣ କାବ୍ୟ ରଚିତ, ଏହା ନିଶ୍ଚୟ। କିନ୍ତୁ ଏଥିରେ ବାରମ୍ବାର କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି। ଏହା ତ ପୁନରୁକ୍ତି ଦୋଷ ନା? କୁହନ୍ତୁ କବି। ହୋଇପାରେ, କିନ୍ତୁ ମଣିମା ସେ ସ୍ୱତ ବାରମ୍ବାର ମୋ ହୃଦୟରେ ପ୍ରକାଶିତ ହେଲା। ଏହା ମୋ ଅପୂର୍ବ କୃଷ୍ଣ ଭକ୍ତିର ପରିଚୟ। ତେବେ ଭଞ୍ଜକବି, ଆପଣ ଆଦ୍ୟ ପ୍ରାନ୍ତରେ କ ଅକ୍ଷର ରଖି ଏକ ଛାନ୍ଦ ରଚନା କରି ଏ ସଭାରେ ଉପସ୍ଥାପନ କରନ୍ତୁ। ମୁଁ କୃତଜ୍ଞ ଆପଣଙ୍କର ଏ ଆହ୍ୱାନ ପାଇଁ ଚେଷ୍ଟା କରିବି। ତେବେ ନୂତନ କାବ୍ୟରେ ଏ ଉତ୍କଳ ଭାଷା ସାହିତ୍ୟ ସମୃଦ୍ଧ ହେବ। କବି ଉପେନ୍ଦ୍ର, ଆପଣ କବି ଦୀନକୃଷ୍ଣଙ୍କ ଆହ୍ୱାନକୁ ଗ୍ରହଣ କଲେ ତ? ବେଶ। ଆଜିର ଆଲୋଚନା ଆମର ସଭାକୁ ଉଷ୍ମ କଲା। ହଁ ଉପେନ୍ଦ୍ର ଭଞ୍ଜ, ଆମର ଅପେକ୍ଷା ରହିଲା ଆପଣଙ୍କର କ ଆଦ୍ୟପ୍ରାନ୍ତ ଅକ୍ଷର ନିୟମରେ ଆଉ ଏକ କୃଷ୍ଣ କାବ୍ୟ ରଚନା ଦେଖିବା। ଆଜ୍ଞା, ସବୁ ସେଇ ପ୍ରଭୁ ଶ୍ରୀରାମଙ୍କର ଇଚ୍ଛା। ସତରେ ଦୁଇ ଜଣ ପଣ୍ଡିତଙ୍କ ପାଇଁ ଆମେ ଆଜି ଗର୍ବିତ। ରାଜଗୁରୁ ମହାଶୟ, ଆଜିର ସଭା ସାଙ୍ଗ କରିବା। ହଁ କବି ଦୀନକୃଷ୍ଣ, ମଣିମା, ଆସନ୍ତାକାଲି ଆମର ପୂର୍ଣ୍ଣ ସଭାରେ ଆପଣ ଆପଣଙ୍କର କାବ୍ୟକୁ ଉପସ୍ଥାପନ କରିବେ। ସେଥିପାଇଁ ଉପସ୍ଥିତ ରହିବେ। ମଣିମାଙ୍କର ଇଚ୍ଛା ପୂର୍ଣ୍ଣ ହେବ। ମଣିମା, ମଣିମାଙ୍କର ଜୟ। ସଭାବୃନ୍ଦଙ୍କୁ ପ୍ରଣାମ। ରାଜଗୁରୁ ମହାଶୟ, ଇତିମଧ୍ୟରେ କବି ଉପେନ୍ଦ୍ର କେତେକ ତାଳ ରାଗ ନିବଦ୍ଧ କିଛି ଚୌପଦୀ ସଙ୍ଗୀତ ରଚନା କରି ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେଗୁଡ଼ିକ ସୁକେ ପ୍ରଥମେ ତାକୁ ଶୁଣିବା। ଏତେ ସମୃଦ୍ଧ କାବ୍ୟର ରଚୟିତା କବି ଉପେନ୍ଦ୍ର ଭଞ୍ଜଙ୍କର ଲେଖନୀରୁ ପୁଣି କ୍ଷୁଦ୍ର ଚୌପଦୀ, ବଡ଼ ଆଶ୍ଚର୍ଯ୍ୟ। ମଣିମା, ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ ରଚନା କରି ପ୍ରଶସ୍ତି ତ ମିଳିଲା, ହେଲେ ଏ କାବ୍ୟ ଲୋକଙ୍କ ପାଖରେ କ'ଣ ପହଞ୍ଚିବ ନା ଲୋକେ ଏହାର ରସାସ୍ୱାଦନ କରିପାରିବେ? ସେଥିପାଇଁ ତ ମୋର କାବ୍ୟକୁ ମୁଁ ଅତି ସରଳ ତରଳ ଭାବରେ ରଚନା କରିଛି। ସେଥିପାଇଁ ତ ଆପଣ ଲଳିତ କବି। ମୋର କିନ୍ତୁ ଗୋଟେ ଦାୟ ଥିଲା। ଦାୟ? କ'ଣ ସେ ଦାୟ? ପ୍ରକାଶ କରନ୍ତୁ। କୁହନ୍ତୁ କବି। ଆମ ଭାଷା ସାହିତ୍ୟ ପ୍ରତି ସଂସ୍କୃତ ପଣ୍ଡିତମାନଙ୍କର ଅନାଦରର ଉତ୍ତର ଦେବା। ସେଥିପାଇଁ ମୁଁ ରଚନା କଲି ସଂସ୍କୃତ ସମକକ୍ଷ କାବ୍ୟରାଜ। କିନ୍ତୁ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ ଆପଣ କହିଛନ୍ତି ଘେନ ନିଷିଦ୍ଧ ପରାୟଣ। ଆପଣଙ୍କ କଥା ଠିକ୍ ରାଜଗୁରୁ ମହାଶୟ। ତେବେ ଆପଣ କ'ଣ এই କାବ୍ୟ ଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ରଚନା କରିଛନ୍ତି? କ'ଣ ପଣ୍ଡିତ ମହାଶୟରେ, ଆପଣ ତ କବି ଉପେନ୍ଦ୍ରଙ୍କର ଅତି ଅନ୍ତରଙ୍ଗ। ଏଥିରେ ଆପଣଙ୍କର ମତାମତ କ'ଣ? ଏଣିକି ସାହିତ୍ୟ ଲୋକମୁଖୀ ହେବାର ସମୟ। କବି ଦୀନକୃଷ୍ଣ ତ ସେଇ ବାଟ ଦେଖେଇ ସାରିଲେଣି, ଆଉ କବି ଉପେନ୍ଦ୍ର ନିଜେ ଆଉ ଦୁଇ ପାଦ ଆଗକୁ ଯାଇ ଏଭଳି ଚୌପଦୀ ରଚନା କରିଛନ୍ତି। ଆଚ୍ଛା ମଣିମା, ଏ କୁଣ୍ଡଳ, ଏ ଉପାଧି ଯାହା ମିଳିବା କଥା ତ ମିଳିଲା। ଏଣିକି ଲୋକଙ୍କ ପାଇଁ କିଛି ଲେଖିବାକୁ ମନ ବଳିଲା। ଲୋକମାନେ ତାକୁ ଗାଇବେ ଓ ଆନନ୍ଦ ପାଇବେ। ଯଥାର୍ଥ ଉପଯୁକ୍ତ କଥା।
ସେଗୁଡ଼ାକୁ ଗାଇ ଆପଣଙ୍କୁ ଆମକୁ ଶୁଣାନ୍ତୁ। ନା କ'ଣ କହୁଛନ୍ତି ପଣ୍ଡିତ ମହାଶୟ? ନିଶ୍ଚୟ ନିଶ୍ଚୟ। ରାଜଗୁରୁ ମହାଶୟ, ଆମ ଏହା ସଙ୍ଗୀତକୁ ନୃତ୍ୟରେ ପରିଣତ କରିବା ପାଇଁ ଆମେ ଦୁହେଁ ମିଶି ଏଭଳି ଗୋଟେ ପ୍ରଚେଷ୍ଟା କରିଛୁ। ଆଶ୍ଚର୍ଯ୍ୟ। ତେବେ ଏଗୁଡ଼ିକ କଲେ କେଉଁଠାରେ? ଗୁମୁସର ମଠ। ଗୁମୁସର ମଠରେ ନିଜେ କବି ତ ୟାର ନୃତ୍ୟ ଓ ସଙ୍ଗୀତ ସଂଯୋଜନା କରିଛନ୍ତି। ବାଃ, ଚମତ୍କାର। ତାହେଲେ ଉଭୟ ନୃତ୍ୟ ଆଉ ସଙ୍ଗୀତର ସମାହାର। ଚମତ୍କାର। ଆଉ ଡେରି କାହିଁକି, ଆରମ୍ଭ କରନ୍ତୁ। ସତରେ ସତରେ ସେ ଗାଇବାକୁ ନିଶ୍ଚିନ୍ତ ଇଚ୍ଛା କରିବ। ସାଧୁ ସାଧୁ ଉପେନ୍ଦ୍ର ସାଧୁ, ବୈଦେଶ ବ୍ୟାସ ଆଉ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ଆପଣଙ୍କର ପାଣ୍ଡିତ୍ୟ ଯେପରି, ଦେଶ ପ୍ରଚଳିତ ଭାଷାର ମଧ୍ୟ ଠିକ୍ ସେହିପରି। ସତରେ ଆପଣ ଖାଲି କବି ନୁହନ୍ତି, ଆପଣ ଶବ୍ଦର ଯାଦୁଘର, ଶବ୍ଦର ଶବ୍ଦ ଆପଣଙ୍କ ନା। ମୁଁ କୃତଜ୍ଞ ଆପଣମାନଙ୍କ ସହୃଦୟତାରେ। କବି ସବୁ ସେହି ପ୍ରଭୁ ଶ୍ରୀରାମଙ୍କ କୃପା। କବି ଉପେନ୍ଦ୍ର, ମୋର ଗୋଟେ ଆଶଙ୍କା। କୁହନ୍ତୁ କବି। ଆପଣଙ୍କର ରଚନା ଶୈଳୀ ଛାଡ଼ିବେ? ମଣିମା, ପଣ୍ଡିତ ବର୍ଗ, ବୟସର ସାୟାହ୍ନ ହେଲାଣି, ଏଣିକି ଆୟସ ସାଧ୍ୟ କାବ୍ୟ ରଚନା ଆଉ ସମ୍ଭବ ଦିଶୁନାହିଁ। ଏଇଭଳି କିଛି ଚୌପଦୀ ଭଜନ ଜଣାଣ ଲେଖି କାଳ କାଟିବି। କାବ୍ୟ ଯୁଗ ଚାଲିଗଲେ ବି ସଙ୍ଗୀତ ତ ଲୋକଙ୍କ ମୁହଁରେ ରହିବ। ଅବଶ୍ୟ ଆପଣ ଲେଖନରୁ ଯାହା ଝରିବ ତାହା ମୁକ୍ତ ହିଁ ଝରିବ। ସତରେ ହେ ଭଞ୍ଜ କବି, ଆପଣ ଏ ଜାତିର ନମସ୍ୟ। ଆପଣଙ୍କର ସକଳ ଦାୟିତ୍ୱ ନିଜେ ଗଜପତି ବହନ କରିବେ। ଆପଣ ଏମିତି ସଦାବେଳେ ସୁସ୍ଥ ରୁହନ୍ତୁ ଆଉ ନିଜର ଲେଖନୀ ଚାଳନା କରିଥାନ୍ତୁ। ଏହା ହିଁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ମୁଁ କୃତଜ୍ଞ ଗଜପତିଙ୍କ ନିକଟରେ। ମଣିମା, ଏବେ ତ କାବ୍ୟ ଯୁଗ ସରିଲା, ଏବେ କ୍ଷୁଦ୍ର କାବ୍ୟ ଆଉ ସଙ୍ଗୀତର ଯୁଗ। ମୋର ରଚନା ଗୁଡ଼ିକ ତାର କେବଳ ଆଭାସ ମାତ୍ର। ହେ ଦୂରଦୃଷ୍ଟା କବି, ଆପଣଙ୍କର ସୁସ୍ଥ ଆଉ ନିରାମୟ ଜୀବନଯାପନ ପାଇଁ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଆପଣ ଦୀର୍ଘଜୀବୀ ହୁଅନ୍ତୁ, ଦୀର୍ଘଜୀବୀ ହୁଅନ୍ତୁ, ଦୀର୍ଘଜୀବୀ ହୁଅନ୍ତୁ। ମୁଁ କୃତାର୍ଥ ହୋଇଛି ଆପଣଙ୍କର ଆଦର ପାଇଁ। ଆଜି ଆପଣଙ୍କୁ ମୋ ପ୍ରାଣର କଥା କହୁଛି। ଯୌବନରେ ଦୁଇଟା ପତ୍ନୀଙ୍କର ବିୟୋଗ ଜୀବନରେ ଅନେକ କଥା ହରେଇଛି। ରାଜ୍ୟଭ୍ରଷ୍ଟ ପିତାଙ୍କ ସହ ଅନ୍ୟ ରାଜ୍ୟର ଆଶ୍ରିତ ଜୀବନ, କିନ୍ତୁ ଲାଭ କରିଛି ବିଭୁ କୃପା ଆଉ ଆପଣମାନଙ୍କର ମହାନୁଭବଙ୍କର ସମାଦର। ଏ ଉତ୍ତୀର୍ଣ୍ଣ ଜୀବନରେ ଆଉ କି ପ୍ରୟୋଜନ? ସେହି ମହାପ୍ରଭୁଙ୍କୁ ଚାହିଁ ଚାହିଁ ଏ ଜୀବନ ବିତୁ, ଏହା ମୋର ଚେଷ୍ଟା ଏବଂ ପ୍ରାର୍ଥନା। ସାଧୁ ସାଧୁ ସାଧୁ। ଜୟ ଜଗନ୍ନାଥ। ଜୟ
ଜଗନ୍ନାଥ। କ୍ଷମାନିଧିଙ୍କୁବାରେ କ୍ଷମ ମୁଁ ଦର୍ଶନରେ କ୍ଷିତି ଖ୍ୟାତିକୁ ସମର୍ପିଲି କ୍ଷମ ମୋ ଅପରାଧ କ୍ଷମ ମୋ ଜୀବ ସାଧ ଖ୍ୟାତ ଚରଣ ତଳେ ଦେଲି ହେ ହେ ନୀଳାଦ୍ରିଶ କ୍ଷୟ ତ ହେଲାଣି ଏ ପିଣ୍ଡ ଖ୍ୟାଳ ଏ ଜଞ୍ଜାଳର ଦଣ୍ଡ ଖ୍ୟାତି ଏ ଉପେନ୍ଦ୍ରର ଭଞ୍ଜ କୂଳ ବେଭାର ଚରଣ ତଳେ ହେଉ କୁଣ୍ଠ ହେ ନୀଳାଦ୍ରିଶ କ୍ଷୟ ତ ହେଲା ନିଏ ପିଣ୍ଡ ଖ୍ୟାଳ ଏ ଜଞ୍ଜାଳର ଦଣ୍ଡ। ଏହିଭଳି ଭାବରେ ଓଡ଼ିଆ ଭାଷାରେ କାବ୍ୟ କୋଣାର୍କ ନିର୍ମାଣ କରିଥିବା ପ୍ରଚଣ୍ଡ ପ୍ରତିଭାଧର କ୍ରାନ୍ତଦର୍ଶୀ କବି ଉପେନ୍ଦ୍ର ଭଞ୍ଜ ସମଗ୍ର ଜୀବନକୁ ଓଡ଼ିଆ ସାହିତ୍ୟର ସମୃଦ୍ଧି କଳ୍ପେ ସମର୍ପିତ କରି ସମ୍ଭବତଃ 1750 ମସିହା ବେଳକୁ ଶ୍ରୀକ୍ଷେତ୍ରରେ ଦେହତ୍ୟାଗ କଲେ। ଉତ୍କଳୀୟ ଜନତାଙ୍କ ହୃଦୟରୁ ସ୍ୱତଃ ଉଚ୍ଚାରିତ ହେଲା କବି ସମ୍ରାଟ ସମ୍ବୋଧନ। କାଳ ଜୟୀ କରିଛି ଉପେନ୍ଦ୍ର ଭଞ୍ଜଙ୍କୁ। ସେ ଯଥାର୍ଥରେ ଏ ଜାତିର କବି ସମ୍ରାଟ। ଆପଣମାନଙ୍କୁ ନାଟକ କେମିତି ଲାଗିଲା ମୁଁ ଜାଣିନି। ବହୁତ ବଢିଆ। ଉପେନ୍ଦ୍ର ଭଞ୍ଜଙ୍କର କଥା ପଢ଼ିଲା ବେଳକୁ ଏବଂ ତାଙ୍କର ଜୀବନୀକୁ ନେଇକି ନାଟକ ରଚନା କଲା ବେଳକୁ ଯେତେ କଷ୍ଟ ହେଇଛି ଆଉ ଆଜି ମଞ୍ଚରେ କଳାକାରମାନେ ଯାହା କଲେ ଅଭିଭୂତ ଲାଗୁଛି ଏବଂ ବିଭୋର ଲାଗୁଛି। ଏତେ କଷ୍ଟ ପାଇଛନ୍ତି ଜୀବନରେ 25 ବର୍ଷ ଭିତରେ ଦୁଇ ଥର ପତ୍ନୀ ବିୟୋଗ ସାରା ଜୀବନ କଷ୍ଟ ସହିକି ଉପେନ୍ଦ୍ର ଭଞ୍ଜ ଯେଉଁ କାବ୍ୟ ସାହିତ୍ୟ ଆମକୁ ଦେଲେ ଜାତିର ଯେତେ ଶ୍ରଦ୍ଧା ଦେଲେ ମଧ୍ୟ ତାଙ୍କ ପାଇଁ ନିଅଣ୍ଟ ହେବ। ଆଉ ଲକ୍ଷ୍ମୀଧର ଭାଇ ମୁଁ ଭାବିନଥିଲି ଆପଣ ଏତେ ସୁନ୍ଦର ପ୍ରଯୋଜନା କରିବେ ବୋଲି। ଅବିଶ୍ୱାସ ଥିଲା ଆପଣଙ୍କ ଉପରେ, କାରଣ ଆମେ ମନ୍ମଥ ମାମୁଁ ଏବଂ ମୁଁ କେବଳ ବହିଟି ଯାଇକରି ତାଙ୍କୁ ପୁରୀରେ ଦେଇକରି ଆସିଥିଲୁ ଏବଂ ସମୟ ବି ନଥିଲା, 15 ଦିନ ଥିଲା। ମୋତେ କହିଲେ ଯେ ମୋତେ ବିଶ୍ୱାସ କରନ୍ତୁ ଏବଂ ଆଉ ଦ୍ୱିତୀୟ ଥର ମଧ୍ୟ ତାଙ୍କ ନାଟକ ରିହର୍ସାଲ ଦେଖିଯିବାକୁ ମଧ୍ୟ ଆମକୁ ସମୟ ହେଇନାହିଁ, କିନ୍ତୁ ଆମର ବିଶ୍ୱାସ ଭାଜନ ହୋଇ ଆପଣ ମଞ୍ଚରେ ଉପେନ୍ଦ୍ର ଭଞ୍ଜଙ୍କୁ ଯେଭଳି ଉପସ୍ଥାପିତ କଲେ ଆପଣଙ୍କୁ ଅଜସ୍ର ସାଧୁବାଦ, ଆମର କୃତଜ୍ଞତା ଗ୍ରହଣ କରନ୍ତୁ ଏବଂ ସବୁ କଳାକାରମାନଙ୍କୁ ମୋର ପ୍ରାଣର ଅନ୍ତର ପ୍ରଦେଶରୁ ମୁଁ କୃତଜ୍ଞତା ଏବଂ ସାଧୁବାଦ ଜଣାଉଛି। ବହୁତ ସୁନ୍ଦର ଏ ନାଟକର ସଂରଚନା। ମୁଁ ଆଶା କରିବି ଏବଂ ଭବିଷ୍ୟତରେ ମଧ୍ୟ
आम घुमुसर सबू भाई मान तो ये नहांती घुमुसर को आपण मैंने जीवे एवं आमे से व्यवस्था करूँ आपण मैंने उपेंद्र भंजन को आमको जनइबे एवं यही मंचन देखिले लोक मानकर भंजन को प्रति श्रद्धा आहरी बढ़ीज। बहुत बहुत धन्यवाद। मु अनुरोध करुच्ची मनमत शतपथी जे आमर वरिष्ठ एवं जड़े कृतविद्य नाट्यकार से तांको पद दीपद कहीकि समस्त को आशीर्वाद देवे एवं कलाकार मानक धन्यवाद। आम जिते दुई दिन दुईटी नाटक चयन कलु से फेरे सत कह गले दुईटी जाक नाटक आम दीकर आज भणजा नाटक देखिले काली मामू नाटक देखिए तेणु मु चकरा कहूँ मोर लेखा आउ उपेंद्र भंज लेखक होती शांतनु उभय आम फेरे संगीत नाटक एकाडेमी रे ए नाटक नुआ लिखिलु तापरे जितेबाला खूब कम समय भितर ए नाटक परिवेशन करने बहुत डिफिकल्ट से आम हताश हो पड़ू जे उपेंद्र भंज नाटक करिब किए प्रथमे जिते अनंत महापात्र करथिले अनंत महापात्र तांको निर्देशन आम परिवेशन करथिलु एथिरे कलाकार को संख्या प्राय 30 पाखापाखि से समस्त एकाठी करी भुवनेश्वर कर आदौ संभव है मत पचारे मामू आ नाटकटा परिवेशन केमती करवा बोली पुरीर लोक मैंने ही नाटक करें प्रति से ही समर्थ कहीं जिते ऐतिहासिक नाटक जिते पौराणिक नाटक ओडिशा रे अन्य माने करती आ पुरी भितर बहुत तफात कहीं से समकक्ष कई पारे आमर लक्ष्मीधर पूजा पंडा आपण मैंने ओडिशार से श्रीकृष्ण बोली कहले चलिए कहीं सी खाली सी एका नुहति तांकर परिवार तीन पुरुषर लोक मैंने समस्ते श्रीकृष्ण भूमिका अभिनय करती माने तांको घर को जाके देखलु आम आसलु आश्चर्य हो गलु जे सी तांकर तीन पुरुष बापा भी कृष्ण रोल करते गोसाई बाबा भी कृष्ण रोल करते सी तो श्रीकृष्ण रूप से ओडिशा रे सब अंचल परिचित एमती जड़े कृतकर्मा सी होती शिल्पी मल्लिक माने आम पूजा पंडा बाबू को ही आम दायित्व दबा दिहे मिसिकी जाकि बही देलु सी जाओ बहुत खुशी ये अल्प दिन भितर मोर दृढ़ विश्वास थिला ये बोले मामू से मैंने जहाँ कहले सी माने आमर फोन भी रिसीव करना से कौन कर ना तुम विश्वास रख पूरी लोकों मोर बहुत दृढ़ विश्वास अच्छी कहीं मु जीवन सारा देखी देखी आसुच्ची नाटक कौन करती नाटक कहले केवल पुरी लोकों को बुझाए अन्नपूर्णा सहित संपृक्त तेणु खूब उच्चकोट अल्प समय भितर से नाटक अति उच्चकोट उपस्थापना शैली रे भी आप परिवर्तन करछंती तेणु खूब सुंदर भाव तेणु समस्त को धन्यवाद जनाऊँगी तमें तो समस्त मोर परिचित एतिर किसी कहबार न बारंबार सब आम विद्याभवन समस्त सहित देखा हुए तो ये अनुष्ठान सहित मुझे बहुत परिचित से जाओ समस्त को धन्यवाद कृतज्ञता जनाऊँ आम ये अनुष्ठान तरफ समस्त को पुणी आउ थे साधुवाद कृतज्ञता काली पुणी समस्ते एकाठी हवा आ गोटे दिन समस्ते ये उत्सवटा को अधा है आज आउ अधा काली समस्ते मिसीगले से पूर्णांग हम आज समस्त को आम मेलाणी दौचु काली पुणी साक्षात आपण मान सहित भेट हम प्रणाम करुचु समस्त को।